ଜୟଗୁରୁ ଆଜ୍ଞା। ସମସ୍ତଙ୍କୁ ଜୟଗୁରୁ। ବିଧାୟନା ଗ୍ରନ୍ଥର କର୍ମ ଅଧ୍ୟାୟ ତାର ବାଣୀ ସଂଖ୍ୟା 53 ଆଉ 54। ପ୍ରଥମରୁ ସମସ୍ତଙ୍କ ପାଖରେ ଏଠି କହି ରଖେ ଶ୍ରୀ ଶ୍ରୀ ଠାକୁରଙ୍କର ଶ୍ରୀମୁଖ ନିଷ୍ଠୁତ ବାଣୀକୁ ବୁଝେଇବାର କ୍ଷମତା ମୋର ନାହିଁ। କେବଳ ଯାହା ଏଇ ବାଣୀ ସହ ଯେଉଁ ଲୀଳା କାହାଣୀ ଅଛି ସେଇ ବିଷୟ ମୁଁ ଖୋଜିକି ଆଣିଛି, ଆପଣମାନଙ୍କ ସାମ୍ନାରେ ରଖିବି। ଯଦି ମୋର କିଛି ଭୁଲ ତ୍ରୁଟି ଥାଏ କ୍ଷମା ଦେବେ। ବାଣୀ, ପ୍ରଥମ ବାଣୀ ସଂଖ୍ୟା 53। ବୋଧ ଦୃଷ୍ଟି ଯେଉଁମାନଙ୍କର ଯେତେ ସଙ୍ଗତି ଶୂନ୍ୟ, ଝାପ୍ସା ଅନୁଶୀଳନ ଓ ନିଷ୍ପନ୍ନତା ବି ସେମାନଙ୍କର ସେଭଳି ସେତେ ବ୍ୟତିକ୍ରମ ଦୁଷ୍ଟ ଅସମ୍ପୂର୍ଣ୍ଣ। ଅର୍ଥାତ୍ ଭାବଟା ଏତିକି ହେଉଛି ଯେ ଯୋଉମାନଙ୍କର ଅନୁଭବ ନାହିଁ, ବୋଧ ଦୃଷ୍ଟି ନାହିଁ ଯୋଉମାନଙ୍କର, ତାହେଲେ କଣ ହବ? ଏବଂ ଯାହା ବି ଅଛି ତାହା ହଉଛି ସଙ୍ଗତି ଶୂନ୍ୟ, ଅସଙ୍ଗତ, କାହାର କାହା ସହିତ ତାଳ ନାହିଁ। ତାହେଲେ କଣ ହବ? ଇଷ୍ଟଙ୍କ ସହିତ ତାଳ ମିଶେଇଲେ ହିଁ ସେଇଟା ହଉଛି ତାଳ। ଯଦି ଗୋଟିଏ ତାଳରେ ନାହାନ୍ତି ଏବଂ ନିଜେ ନିଜେ ପ୍ରବୃତ୍ତି ତାଳରେ ଅଛନ୍ତି, ତାହେଲେ କଣ ହବ? ଯାହା ଅନୁଶୀଳନ କରିବା ବା ଯାହା ଆମେ ଦେଖିବା, ଯାହା ଆମେ ବିଶ୍ଳେଷଣ କରିବା, ତା କଣ ହବ? ଝାପ୍ସା ଆସିବ ଆମକୁ। ଆମେ ସେଥିରେ କଣ ହବା ନା କନଫ୍ୟୁଜ ହବା ପ୍ରାୟ। ଏବଂ ଆମର କାମ ବି ଯାହା କରିବା ସେ ସବୁ ସେମିତି ହବ କଣ ନା ବ୍ୟତିକ୍ରମ ଦୁଷ୍ଟ ହିଁ ହବ। ସେଥିରେ ବିଭିନ୍ନ ପ୍ରକାର ବାଧାବିଘ୍ନ ଆସିବ। ଯଦି କାମ ବି କଲେ ଠିକ ଭାବରେ ହବ ନାହିଁ, ଅସମ୍ପୂର୍ଣ୍ଣ କାମ ହବ। ଏଇ ସବୁ କଥା ବର୍ତ୍ତମାନ ମା ଯୋଉ କଥା କହୁଥିଲେ ଯେ ନାମ ଧ୍ୟାନ କଲା ଫଳରେ ମଣିଷର କଣ ହବ ନା ସେଇ ଯୋଉ ଜିନିଷ ଗୁଡେ ତାର ଭୁଲ ତ୍ରୁଟି ତା ପାଖରେ ଧରା ପଡିଯିବ। ତା ଆଖି ଆଗରେ ସେ କଣ ହବ ନା ଧରା ପଡିବ ଯେ କଣ ମୁଁ ଭୁଲ କରୁଛି କଣ ନାହିଁ, କାମଟା କଣ କଲି, କଣ କେମିତି ହେଲା, ଠିକ ଭାବରେ ଅଛି ନା ନାହିଁ, ଏଇ ଜିନିଷ କଥା। ତାର ଏକ୍ଜାକ୍ଟଲି ସେଇ ବାଣୀ ସହିତ ତା ପରବର୍ତ୍ତୀ ବାଣୀର ଅତି ସୁନ୍ଦର ଭାବରେ ଯାହାକୁ କୁହନ୍ତି ଗୋଟେ ସାବଲୀଳ ସମ୍ପର୍କ ଅଛି। ଯେ ଠାକୁର କହୁଛନ୍ତି ଯେ ବିହିତ ଅନୁଶୀଳନ କରିଲ ନାହିଁ ଅଥଚ ପାଇଲ। ସେ ପାଇବା ତୁମର ଆୟତ୍ତକୁ ଆସିଲେ ନାହିଁ, କିନ୍ତୁ ପାଇବା ହେଲା ନାହିଁ। ତେଣୁ କର, ତୁମର ବୋଧ ମଧ୍ୟ ବିକଶିତ ହେଉ, ଆୟତ୍ତକୁ ଆଣ, ପାଇବା ତୁମର ସାବଲୀଳ ହୋଇ ଚାଲିବ। ଅର୍ଥାତ୍ ଯାହା କରିବାର କଥା, ଯୋଉ ଭଳି ଭାବରେ ଯୋଉ ଷ୍ଟେପ ବାଇ ଷ୍ଟେପ ଆମର କରିବାର କଥା ସେମିତି ଆମେ କଲେ ନାହିଁ କୌଣସି କାରଣରୁ, ତାହା ହେଇପାରେ ପୂର୍ବ ଜନ୍ମର କିଛି ଫଳ କିମ୍ବା ଇଷ୍ଟଙ୍କର ସେତିକି ଯାହାକୁ କହନ୍ତି ଗୋଟେ ଆଶୀର୍ବାଦ କିମ୍ବା ପୂର୍ବ ଯାହାକୁ କହନ୍ତି ନିଜର ପୂର୍ବ ପୁରୁଷ ମାନଙ୍କର ସ୍ୱୀକୃତି, କିଛି ଗୋଟେ ଜିନିଷରୁ ହୁଏ। ଯଦି ଆମେ ତାକୁ ପାଇଗଲେ, ସେ ପାଇବା କିନ୍ତୁ ଆମର ଆୟତ୍ତକୁ ଆସିଲାନି। କାହିଁକି ନା ଆମେ ସେମିତି ଭାବରେ ଅନୁଶୀଳନ କରି ତାକୁ ପାଇନେ। ଯଦି ତାକୁ କରିବାକୁ ହବ ତାହେଲେ କଣ କରିବାକୁ ପଡିବ ନା ସେଇଭଳିଆ ବୋଧ ମଧ୍ୟ ବିକଶିତ କରିବାକୁ ପଡିବ, ଯାହା ଫଳରେ କି ଯାହା ମୁଁ ପାଇଲି ତାକୁ କେମିତି ଭାବରେ ଆୟତ୍ତକୁ ଆଣି କେମିତି ଭାବରେ ତାକୁ ଆହୁରି ଭାବରେ ଭଲ ଭାବରେ କରିପାରିବି, କଲେ କଣ ହବ ନା ସେ ଜିନିଷଟା ଆମ ପାଖରେ ରହିବ ଏବଂ ତାହା ମଧ୍ୟ ଆହୁରି ବର୍ଦ୍ଧିତ ହେଇ ହେଇଯିବ, ମାନେ ବଢି ବଢି ଯିବ। କଥା ଏଇଟା ହଉଛି ଏଇ ଦୁଇଟି ବାଣୀର ଗୋଟେ ମୋଟାମୋଟି ଭାବ। କଥା ହେଲା ଯେ ମଣିଷ ତ ବିଭିନ୍ନ କଥା ଭାବେ, ବିଭିନ୍ନ କଥା କରେ ଏବଂ ବିଭିନ୍ନ କଥା ଯୋଉ କଥା ହୁଏ କଣ ନା ଆମର ଚିନ୍ତା କରିବା ଏବଂ କରିବା ଭିତରେ ପାର୍ଥକ୍ୟ ବହୁତ, ଯାହା ଫଳରେ କଣ ହୁଏ ନା କାମ ଗୁଡିକ ଠିକ ଭାବରେ ହୁଏ ନାହିଁ। ଆଚ୍ଛା, ଦେଖନ୍ତୁ ଯୋଉ କଥା ପ୍ରଥମ ବାଣୀ ଯୋଉ କଥା, ତାର ଗୋଟିଏ କଥା ରଖିବାକୁ ଚାହୁଁଛି ଯେ ଯୋଉମାନଙ୍କର ବୋଧ ଦୃଷ୍ଟି ନାହିଁ, ଇଷ୍ଟଙ୍କର ନିର୍ଦ୍ଦେଶକୁ ଯୋଉମାନେ ଅମାନ୍ୟ କରନ୍ତି, ତେଣୁ କଣ ହୁଏ ନା ସେମାନଙ୍କର କାମ ଗୁଡା ମଧ୍ୟ ସେମିତି ହୁଏ, ଯାହାଫଳରେ ସେମାନେ କଣ କରନ୍ତି ବିପଦରେ ପଡନ୍ତି। କଥାଟା ହଉଛି ଏଟା ଆପଣଙ୍କର ହଉଛି 1948 ମସିହା କଥା ପାଖାପାଖି, ଠାକୁରଙ୍କର ଦେଓଘର ସମୟର କଥା। ଦେଓଘରକୁ ଠାକୁର ଆସିଥାନ୍ତି, ସେତେବେଳେ ଠାକୁରଙ୍କ ପାଖରେ ଗୋଟେ ପିଲାଟି ଥାଏ, ତା ନାଁ ହଉଛି ତାପସ ତପାଦାର। ସେ ଆପଣଙ୍କର ଦେଓଘର
ଗୋଟେ ସହର ବାର୍ତ୍ତା ଆପଣଙ୍କର ଶେଷ ଥାଏ। ସିଏ ତାର କିଛି ମାସ ପୂର୍ବରୁ, ଜଷ୍ଟ ଗୋଟେ ମାସ ପୂର୍ବରୁ ପାଖାପାଖି ତାର ବିବାହ ସମ୍ପନ୍ନ ହେଇଥାଏ। ଚାକିରି ବାକିରି ବିଶେଷ ନଥାଏ। ଆଗରୁ ସେ ବାରମ୍ବାର ବାରମ୍ବାର ଠାକୁରଙ୍କୁ କହିଥାଏ, ଠାକୁର ମୋ ପାଇଁ ଟିକେ ଗୋଟେ କିଛି, ଆପଣ ଦେଖନ୍ତୁ ଏତେ ଲୋକ ଆସୁଛନ୍ତି, କାହାକୁ ଗୋଟେ କିଛି କହିକିରି ମୋ ପାଇଁ କିଛି ଗୋଟେ ବୁଝି ଦିଅନ୍ତୁ। ଠାକୁର ତ ହଉ ଠିକ ଅଛି ଦେଖିବା ବୁଝିବା। ହଠାତ୍ ଦିନେ କଣ ହେଇଛି, ନମିତା ଜାମସେଦପୁର ଯାଇଛନ୍ତି, କାମ ଅଛି। ଜାମସେଦପୁର ଗଲାବେଳେ ଠାକୁର ତାଙ୍କୁ କଣ କହିଛନ୍ତି, ବାରମ୍ବାର ମନେ ପକେଇ ଦେଇଛନ୍ତି, ନନିତା ଯାଉଛନ୍ତି, ସେ ତାପସ ତପାଦାର ପାଇଁ ଗୋଟେ ଚାକିରି ଯେମିତି ହେଲେ ବୁଝିବେ। ଯେତେବେଳେ କଣ ହେଇଛି ନା, ସେତେବେଳେ କମ୍ପାନୀ ଆରମ୍ଭ ହଉଥାଏ, ତେଣୁ କମ୍ପାନୀରେ ଲୋକ ବହୁତ ଦରକାର ଥାଏ। ନମିତା ଯାଇକି ପହଞ୍ଚିକି ସଙ୍ଗେ ସଙ୍ଗେ ଟେଲିଗ୍ରାମ କଲେ ଯେ ଯେ ସଙ୍ଗେ ସଙ୍ଗେ ଆପଣ ପଠାନ୍ତୁ ତାକୁ। ତାକୁ ସଙ୍ଗେ ସଙ୍ଗେ ଡାକିଲେ, ତୁ ଆଜି ବାହାରିକି ପଳେଇ ଯା। ସେ କହିଲା ହଁ ଆଜ୍ଞା ଠିକ ଅଛି ଆଜ୍ଞା, ଠିକ ଅଛି। ଦେଖନ୍ତୁ ଇଷ୍ଟ ନିର୍ଦ୍ଦେଶକୁ ସେ କଣ କଲେ ଦେଖନ୍ତୁ, ଯେ ଠାକୁର ତାକୁ କହୁଛନ୍ତି, ତେଣୁ ସେ ସଙ୍ଗେ ସଙ୍ଗେ ସେଟା ପାଳନ କରିବା କଥା। କିନ୍ତୁ ଯେହେତୁ ଠାକୁରଙ୍କ ଜିନିଷଟା ଠିକ ସେ ବୁଝି ନାହିଁ, ଭାବଟା ତାର ନାହିଁ, ସେ କଣ କଲା, ସେ ଆଗକୁ କଣ ଆସିବ କି କଥା କଣ ହବ ସେଇଟା କିଛି ବୁଝିଲା ନାହିଁ। ଘରକୁ ଗଲା, ତା ସ୍ତ୍ରୀକୁ କହିଲା ଏମିତିଆ କଥା ହେଇଛି, ଠାକୁର କହୁଛନ୍ତି ଯିବା ପାଇଁ କହୁଛନ୍ତି, କଣ କରିବା? ତା ସ୍ତ୍ରୀ କହିଲା ନାଇଁ ନାଇଁ, ତମେ ଗୋଟେ କାମ କର, ଥାଉ ଥାଉ, ଏବେ କଣ ଯିବ, ଏବେ ଜଷ୍ଟ ଆମର ବାହାଘର ଏବେ ହେଇଛି, ହଁ ତମେ ଗୋଟେ କାମ କର, କିଛି ଦିନ ଛାଡିକି ଯିବ। ନା ଠାକୁର ବା କହିଛନ୍ତି। ନା ହଉ ଦେଖିବା କଥା କଣ ହଉଛି, ଆଉ ରହିଯାଅ। କାଲି ପର୍ଯ୍ୟନ୍ତ ଯାଇକି କଣ କରିବ, ଦି ଦିନ ଯାଇ କଣ କରିବ, ତାପରେ ଯାଇକି କହିଦବ ଠାକୁର ଆଉ ଘରେ ଟିକେ କାମ ଥିଲା ରହିଗଲି ଆଉ। ଦେଖନ୍ତୁ କେମିତିଆ କଥା। ଠାକୁର ଆଡେ କଣ କରୁଛନ୍ତି, ତାକୁ ଯିବା ପାଇଁ କହିଛନ୍ତି କିନ୍ତୁ ଛାଡି ନାହାନ୍ତି। ତାପରେ କଣ କଲେ, ତାକୁ ତାର 2 ଘଣ୍ଟା ପରେ ପରେ ଜଣକୁ ସେଠି ତାକୁ ସେଠି ପଠେଇଲେ, ଶୀଘ୍ର ଯାଇ ଦେଖିକି ସେ ଗଲା ନା ନାହିଁ। ସେ ଲୋକ ଆସିଲା, ସାଇକେଲ ମାରି ଆସିଲା, ଦେଖିଲା ତା ଘରେ ସିଏ ଅଛି। କହିଲା ଆରେ ତମେ ବା ଠାକୁର ଯିବା ପାଇଁ କହିଲେ, ତମେ କାଇଁ ଗଲନି? ନା ନା ଠିକ ଅଛି ଠିକ ଅଛି, ମୁଁ ଯାଉଛି। ତମେ ଯାଅ, ଠାକୁରଙ୍କୁ କହିଦବ ମୁଁ ଯିବି, ମୁଁ ଯେମିତି ହେଲେ ଯିବି ଆଜି। ନା ଠିକ ଅଛି। ଆପଣ ଦେଖନ୍ତୁ, ତାର ପୁଣି କିଛି ସମୟ ଗଲା, ସନ୍ଧ୍ୟା ଆସିଗଲା ପାଖାପାଖି, ସେତେବେଳେ କଣ ଥାଏ, ଦେଓଘର ସହର ଯାକୁ କହନ୍ତି, ଯାହାକୁ ମାନେ ସହର ବୋଲି ତାର କିଛି ଗୋଟେ ନାମ ନିଶାନ ନଥିଲା। କହିବାକୁ ଗଲେ ଚାରିଆଡେ ସେଇ ଗୋଟେ ଆପଣଙ୍କର ଜଙ୍ଗଲିଆ ରାସ୍ତା। ତା ଭିତରେ ବି ଠାକୁର କଣ କଲେ, ଗୋଟେ ଲୋକକୁ ସଙ୍ଗେ ସଙ୍ଗେ ପଠେଇଲେ, ତୁ ଯା ସଙ୍ଗେ ସଙ୍ଗେ ଯା, ଦେଖିକି ଆସିବୁ। ସେ ଗଲା ନା ନାଇଁ? ସେ ଗଲା, ସଙ୍ଗେ ସଙ୍ଗେ ଗଲା, ଟର୍ଚ ନେଇ ଗଲା, ଦେଖିଲା ସେ ପିଲାଟି ସେମିତି ଅଛି। ତାକୁ ପୁରା ବିଗିଡିଲା, କହିଲା ତତେ ଠାକୁର କହିଲେ ବାରମ୍ବାର ଯିବା ପାଇଁ, ତୁ ଦେଖ ହେଲେ ତୁ କାହିଁକି ଯାଉନୁ? ସେ କହିଲା ହଁ ଠିକ ଅଛି, ମୁଁ ଯେମିତି ହେଲେ ଯାଉଛି। ବ୍ୟାଗ ସଙ୍ଗେ ସଙ୍ଗେ ବାହାର କଲା, କହିଲା ଦେ ଯେମିତି ହେଲେ ଯିବି, ଠାକୁର ଏଥର ପଠେଇଲେଣି, ମୁଁ ଯିବି ଆଉ। ସେ ଲୋକ ଗଲା ପରେ ସ୍ୱାମୀ ସ୍ତ୍ରୀ ଦି ଜଣ କଥାବାର୍ତ୍ତା ହେଲେ, ନାଇଁ ମ କିଏ ଯାଉଛି। ଦେଖନ୍ତୁ କେମିତି ଅବସ୍ଥା ହେଲା। ଯୋଉ କଥା ପ୍ରଥମ ବାଣୀ, ଯୋଉ କଥା ଯେ କଥା ହେଲା, ଯେ ଏଠି ତାର ଝାପସା ଯୋଉ କଥା ଶୁଣା ହେଲା, କାହିଁକି ନା ସଙ୍ଗତି ନାହିଁ। ଠାକୁରଙ୍କ ଭାବଧାରା ସହିତ, ଶ୍ରୀ ଠାକୁରଙ୍କ ସହିତ ପାଖରେ ଥିଲେ ମଧ୍ୟ ସଙ୍ଗତି ନାହିଁ। ଦେଖନ୍ତୁ ତାହେଲେ କଣ ହେଲା, ନା ତାପରେ କିଛି ସମୟ ଗଲା, ସଙ୍ଗେ ସଙ୍ଗେ ଦୁଇଟି ପିଲା ହେଲେ, ତାଙ୍କୁ ରାତି 9ଟା ବେଳୁ ପାଖାପାଖି ଠାକୁର କହିଲେ ତମେ ଦି ଜଣ ଯିବ, ନା ହଁ ଆଜ୍ଞା ଯିବୁ। ସାଇକେଲ ନେଇ ଯା, ସିଧା ତାଙ୍କ ଘରେ କଣ କରିବ, ଠକ୍ ଠକ୍ କରିବ। ଯିଏ କବାଟ ଖୋଲିବ ତମେ ସିଧା ଭିତରକୁ ପସିଯିବ। ଯାଇକି ତାର ସବୁ ଘର ଖୋଜିକି ଆସିଛି ମତେ କହିବ, ସେ ଦେଖିବ ଯାଇଛି ନା ନାଇଁ। ଠିକ ଅଛି, ଏମାନେ ଗଲେ, ଠକ୍ ଠକ୍ କଲେ, ତା ସ୍ତ୍ରୀ କବାଟ ଖୋଲିଲା, ଏମାନେ ଦି ଜଣ ତାକୁ କଣ କଲେ, ତାକୁ ପେଲି ଦେଇ ଭିତରକୁ ଗଲେ। ଭିତରକୁ ଯାଇ କଣ କଲେ, ସବୁ ଘର ଖୋଲିଦେଲେ। ସେ ଗଲେ କଣ ହେଲା କଣ ହେଲା, ତମେ କଣ ଖୋଜୁଛ? ନା ସେ ଗଲା ନା ନାଇଁ? ହଁ ସେ ଯାଇଛନ୍ତି ପରା, ଦେଖ ନା ଦେଖ, ସେ ତ ନାହାନ୍ତି, ଘରେ ନାହାନ୍ତି। ତାହେଲେ ଠିକ ଅଛି, ପିଲା ଯେତେବେଳେ ଆସି ଠାକୁରଙ୍କୁ କହିଲେ, ଠାକୁର ସେ ଯାଇଛି, ଘରେ ନାହିଁ। କହିଲେ ଠିକ ଅଛି, ସବୁ ଦେଖିଲ ନା? ସବୁ ଦେଖିଛୁ ଆଜ୍ଞା। ଠିକ ଅଛି, ତାକୁ କଣ ହେଲା, ତଥାପି ଦେଖନ୍ତୁ କେତେ ଅସ୍ୱସ୍ତି ତାଙ୍କ ଭାବ। ଠାକୁର ରାତି ସାରା ସେମିତି ଶୋଇନାହାନ୍ତି ବିଶେଷ ଭାବରେ।
ସକାଳୁ ସକାଳୁ ଟିକେ ନିଦ ଲାଗିଯାଇଛି, ହଠାତ୍ ଶୁଭିଲା କାନ୍ଦଣା ଶୁଭିଲା। ତାର ସ୍ତ୍ରୀଟି ଆସି ମଥା ପିଟି କାନ୍ଦୁଛି। ଠାକୁର କହୁଛନ୍ତି କଣ ହେଲା? ନା ଆଜ୍ଞା, ଆପଣ ଯିବା ପାଇଁ କହିଥିଲେ, ଆପଣଙ୍କ କଥା ମାନିଲି ନାହିଁ, ତାଙ୍କୁ ରଖିଲି। ଶେଷରେ ଯେତେବେଳେ ଆପଣ କଣ କଲେ, ବାରମ୍ବାର ବାରମ୍ବାର ଲୋକ ପଠେଇଲେ, ମୁଁ ତାଙ୍କୁ କଣ କଲି, ଆମ ପଛ ଯୋଉ ଅଛି, ଯୋଉ ଆମର ବାଡି ଅଛି, ସେ ବାଡି ଭିତରେ ଯାଇ କହିଲି, ତମେ ଗୋଟେ କାମ କର, ରାତିରେ ଯାଇ ସେଠି କିଛି ସମୟ ଯାଅ, ସେଠି ତମେ ଥିବ। ହୁଁ। ଆଉ ସେଇ ଯୋଉ ଲୋକ ବାକ ଟିକେ ଆପଣଙ୍କର ଆସିବା ବନ୍ଦ ହେଲେ ତମକୁ ଡାକିବି, ଆସିବ। ସେଠି ସେ ଗଲେ, ରାତି ଅନ୍ଧାରରେ ତାଙ୍କୁ ସାପ କାମୁଡି ଦେଲା। ଠାକୁର କହିଲେ ଦେଖିଲୁ, ବାରମ୍ବାର ବାରମ୍ବାର କହିଲା ଫଳରେ ବି ତ ଅବସ୍ଥା ସେମିତି କଣ କର। ଦେଖନ୍ତୁ ବ୍ୟତିକ୍ରମ ଦୁଷ୍ଟ କାମ କେମିତି ହେଲା। ଠାକୁରଙ୍କ କଥା ନ ମାନିଲେ ବ୍ୟତିକ୍ରମ ଦୁଷ୍ଟ କାମ କେମିତି ହେଲା, ଏଇଟା ହେଲା କଥା। ତେଣୁ ଯଦି ତାର ବୋଧ ଥାଆନ୍ତା, ଯେ ମୋ ଇଷ୍ଟ କହୁଛନ୍ତି, ମୋ ଠାକୁର କହୁଛନ୍ତି, ମୁଁ ଯେମିତି ହେଲେ ଯିବି, ସେଇଭଳି ଭାବରେ ସେ ଯେମିତି ହେଲେ ଯାଇଥାନ୍ତା। ଏଇଠି କଥାଟାର ଆଉ ଗୋଟିଏ କଥା ମୁଁ କହିବାକୁ ଚାହୁଁଛି। ଦେଖନ୍ତୁ ଇଷ୍ଟ ଆଦେଶ ପାଳନ କରିବା କେମିତି ହୁଏ, ମାନେ କେତେ ନିଷ୍ଠା ନିପୁଣ ଲୋକ ଥିଲେ ଆପଣ ଦେଖନ୍ତୁ। ଦିଟା କଥା ଖାଲି କହିବି। ଆପଣ ଜାଣିଛନ୍ତି ଅନନ୍ତ ମହାରାଜ ଜାଣିଛନ୍ତି, ତାଙ୍କର ଅନନ୍ତ ଠାକୁର ଡାକୁଥିଲେ ତାଙ୍କୁ, ଠାକୁରଙ୍କ ସାଙ୍ଗ ସିଏ। ତାକୁ ଠାକୁର ମାନେ ଯାହାକୁ କହୁଥିଲେ ଅନନ୍ତ, ଏମିତି ଥିଲେ ଅନନ୍ତନାଥ, ତାଙ୍କ ନାଁ ହଉଛି ଅନନ୍ତନାଥ ରାୟ। ଆପଣଙ୍କର ଯେତେବେଳେ ଠାକୁର ତାଙ୍କୁ କହିଲେ, ଏ ଅନନ୍ତ ଆମର ସବୁ କାମ କରିପାରିବ, ମୁଁ ଯାହା କହିବି ସେ କହିବ। ହଁ ଆଜ୍ଞା ଠିକ ଅଛି। ଦେଖନ୍ତୁ ଜଣେ ବିଜ୍ଞ ଲୋକ, ଯାହାକୁ କହନ୍ତି ସେତେବେଳେ ତାଙ୍କର ନାଁ ଡାକ ଥିଲା, ସବୁ ଥିଲା। ଠାକୁରଙ୍କର କଥା ଦେଖନ୍ତୁ କିଭଳି ଭାବରେ ନେଇକି କରୁଥିଲେ। ଅନନ୍ତା ଗୋଟେ କାମ କରିପାରିବୁ ନା କଣ, ନା କିଛି ଦୂରରେ ଗୋଟେ ଗାଈଟା ମରିକି ପଡିଛି, ବହୁତ ଦିନର ଗାଈ, ମାନେ ବହୁତ ଦିନ ହେଇଗଲାଣି, ଅଛି କି ଦୁର୍ଗନ୍ଧ ବାହାରୁଛି। ତୁ ଏଠୁ ଯିବୁ, ଯାଇକି ସଙ୍ଗେ ସଙ୍ଗେ କଣ କରିବୁ, ସେ ଗାଈର ଗୋଟେ କଣ କରିବୁ, ସେ ପଚା ଯୋଉ ମାଂସ ଅଛି ତା ଦେହରେ ମୁହଁ ପୁରେଇ ଗୋଟେ ହାଡଟିକୁ ନେଇ ସେ ନେଇକି ପଦ୍ମା ନଦୀରେ ପକେଇ ଦେଇ ଆସିବୁ। ନା ହଁ ଆଜ୍ଞା କରିବି। ଦେଖନ୍ତୁ ଯେମିତି ଗଲା, ସଙ୍ଗେ ସଙ୍ଗେ ଯାଇକି କଣ କଲେ, ଗଲେ ସେଠିକି, ପଚା ମାଂସ ଭିତରେ ମୁହଁ ପୁରେଇ ହାଡ ଟିକେ ନେଇକରି ପଦ୍ମା ନଦୀରେ ପକେଇ ଦେଇକି ଆସିଲେ। ଗାଧେଇକି ଫେରୁଛନ୍ତି, ସମସ୍ତେ କହୁଛନ୍ତି ତୁମେ କଣ କଲ ତମ ସବୁ କାମ? ସିଏ ହସି ହସି କହୁଛନ୍ତି, ମୋ ଗୁରୁ ମତେ ଯାହା କହିବେ ମୁଁ ସେୟା ମାନିବି। ତାଙ୍କ ସହିତ ସଙ୍ଗତି ନ ରଖିଲେ ମୋର ଜୀବନ ସମ୍ପୂର୍ଣ୍ଣ ବୃଥା। ଦେଖନ୍ତୁ କୋଉ ଭଳି ଭାବରେ କଥା। ତେଣୁ ତାଙ୍କର ସବୁ ଜୀବନ ସେମିତି ଭାବରେ ପ୍ରଭୁଙ୍କ ସହିତ ଏକା ଥିଲା ବୋଲି ଠାକୁର ତାଙ୍କ ବିୟୋଗରେ ପାଖାପାଖି ଗୋଟାଏ ବର୍ଷ ବାହାରେ ରହିଥିଲେ। ଏତେ ଦୁଃଖ ଏତେ ବିମର୍ଷ ହେଇଥିଲେ, ଯାକୁ କୁହନ୍ତି। ଆଉ ଗୋଟେ କଥା କହି ରଖେ, କାହିଁକି ଏଇ ଯୋଉ ବାଣୀ ସତାର ଲିଙ୍କ ରହୁଛି, ଦେଖନ୍ତୁ କୋଉ ମାନେ ଯେମିତି ଇଷ୍ଟଙ୍କ ଆଦେଶ ନ ମାନି କଣ ହେଲା, ମାନିଲା କଥା କଣ ହେଲା। ଜଣେ ଥିଲେ ଶୈଳ ମା ବୋଲି ଥିଲେ, ଜାଣିଥିବେ ସମସ୍ତେ ପ୍ରାୟ। ତାଙ୍କର ଶୈଳମା, ତାଙ୍କର ଯେ ସେଠି ଥିଲେ, ସିଏ ଥିଲେ କିଏ ଆମର ସୁଶୀଲ ଚନ୍ଦ୍ର ବସୁଙ୍କର ପିଇସି ଝିଅ ଭଉଣୀ। ଭାବନ୍ତୁ, ଠାକୁରଙ୍କ ପାଖରେ ସେ ରହିଥିଲେ, ତାଙ୍କର ମ୍ୟାରେଜ ଠାକୁର କରେଇଥିଲେ। ତାଙ୍କର ସବୁ ସନ୍ତାନ ମାନେ ବି ଠାକୁରଙ୍କର ଏକଦମ ଯାହାକୁ କହନ୍ତି ସବୁ ଆଶ୍ରୟ ରହିଥାନ୍ତି। ସେ ମା, ତାଙ୍କର ଗୋଟେ ଛୋଟ ପୁଅଟିଏ ହେଇଥାଏ। ସେତେବେଳେ କଣ ଥାଏ, ପାବନା ସହରର ଗୋଟେ ଲୋକ, ଏକଦମ ପୁରା ଯାହାକୁ କହନ୍ତି ଗୋଟେ ଯାହାକୁ ମାନେ ଅତ୍ୟନ୍ତ କାମ ଭାବରେ ଇଏ ଥାଏ। ସେ କଣ ଥାଏ, ତାର କୌଣସି ପ୍ରକାର କୌଣସି ଝିଅକୁ ଦେଖିଲେ ତାର ମାତୃଭାବ ସମ୍ପୂର୍ଣ୍ଣ ତାର ଜାଗ୍ରତ ହୁଏ ନାହିଁ, ଖରାପ ଭାବରେ ଦେଖେ। ବାରମ୍ବାର ବାରମ୍ବାର ଏମିତି କରେ। ତେଣୁ କଣ ସିଏ କଣ ହୁଏ ନା, ତାର କିନ୍ତୁ ଠାକୁରଙ୍କ ପ୍ରତି ମନ ଅଛି, କିନ୍ତୁ ଏଇଭଳି ଭାବ ତାର ଯାଉନାହିଁ, ମନରୁ ଯାଉନାହିଁ। ପୁଣି ସେ ବାରମ୍ବାର ଠାକୁରଙ୍କ ଆସି କଣ ପ୍ରାର୍ଥନା କରୁଛି, ଠାକୁର କଣ କରିବେ। ଠାକୁର ରହ, ଡାକିଲେ ଶୈଳ ମାଙ୍କୁ ଡାକିଲେ, କହିଲେ ମା ଏଠିକି ଟିକେ ଚଳ ଏଠିକି। କୁହାଗଲା একটা କାମ କର, ସେ ଲୋକକୁ ନବୁ, ଯେମିତି ତୋ ପୁଅକୁ କ୍ଷୀର ପିଆଉଛୁ, ସେ ଲୋକକୁ ବର୍ତ୍ତମାନ ଏଇଠି ସଙ୍ଗେ ସଙ୍ଗେ କ୍ଷୀର ପିଆଇବୁ। ଆଉ ତୋର ମା ର ମମତା ନେଇକିରି ଯେମିତି ତୋ ପିଲାକୁ ତୁ କ୍ଷୀର ପିଆଉଛୁ, ବର୍ତ୍ତମାନ ତୁ ସେଇ ଲୋକଟିକୁ ନେଇକରି ସେ ମାର ମମତା ନେଇକି କ୍ଷୀର ପିଆ। ଦେଖନ୍ତୁ ଏଠି ଅନ୍ୟ କେହି ହେଇଥିଲେ କୌଣସି ପ୍ରକାର ସ୍ତ୍ରୀ ଏମିତି ଭାବରେ କଥା ଶୁଣିବ ନାହିଁ, କୌଣସି କରିବ ନାହିଁ। ଦେଖନ୍ତୁ ତାଙ୍କର ଦ୍ୱିଧା
କଣ ଟିକେ ବି ନାହିଁ। ସାମାନ୍ୟ ଦ୍ୱିଧା ନ କରି ସେ ସଙ୍ଗେ ସଙ୍ଗେ ସେ ଲୋକଟିକୁ ନେଇକି ତାଙ୍କ ପିଲାକୁ ଯେମିତି କ୍ଷୀର ପିଆନ୍ତି ସେମିତି କ୍ଷୀର ପିଇଲେ। ତାପରେ ପରେ ସେ ଲୋକଟି ସଙ୍ଗେ ସଙ୍ଗେ ଉଠିକିରି ମା ମା ବୋଲି ପାରି ଡାକି ପୁରା କାନ୍ଦି 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 କହୁଛି ମା ମମତ୍ୱ ଭାବ ଲାଗିଗଲା। ଏବେ ମୁଁ କିଛି ମୋର ସବୁ କିଛି ଚାଲିଗଲା। ସେ ଭାବ କୁଆଡେ ସମ୍ପୂର୍ଣ୍ଣ ଚାଲିଗଲା। ମୁଁ ବର୍ତ୍ତମାନ ସମ୍ପୂର୍ଣ୍ଣ ଆଉ ଗୋଟିଏ ପ୍ରକାର ଲୋକ ହେଇଗଲି। ତାପରେ ଦେଖାଗଲା ସାରା ଜୀବନ ସେ ସେମିତି ସମସ୍ତଙ୍କ ମାତୃଭାବ ନେଇ ଜଗିଛି ଏବଂ ଅତି ଉଚ୍ଚ ସ୍ତରର ସାଧକ ହୋଇ ଉଠିଛନ୍ତି। ଯାହାକୁ କହନ୍ତି ଏଇ ଦେଖନ୍ତୁ ଠାକୁରଙ୍କର ସେ କଥା ସଙ୍ଗତି ଆସିଲା ଫଳରେ ଯୋଉ କଥା କେମିତି ହଉଛି, କାମଟା କେମିତି ଇଏ ହଉଛି। ତ ଏଇଠି ହଉଛି କଥା। ଆଉ ଗୋଟେ କଥା କହି ରଖେ ଯେ ଆପଣ ସମସ୍ତେ ଜାଣିଥିବେ ଯୋଉ କଥା ଯେ ଆପଣ ଇଷ୍ଟ ଆଦେଶ ପାଳନଙ୍କର ନ କରିବାର ଯୋଉ କଥା ହୁଏ, କାମ କେମିତି ଅସମ୍ପୂର୍ଣ୍ଣ ରହିଲା, ସଙ୍ଗତି ଶୂନ୍ୟ ହେଲା ନାହିଁ, କେମିତି ଭାବରେ ବୋଧ ଆପଣଙ୍କର ଝାପସା ହେଇଗଲା। କେମିତି ଦେଖନ୍ତୁ ଆପଣଙ୍କର କଣ ହେଇଥିଲା, ନନିଦା ଥିଲେ, ନନିଦାଙ୍କର ସ୍ତ୍ରୀଙ୍କର ଥିଲା ଗୋଟେ ଆପଣଙ୍କର ଆପଣଙ୍କର ଟାଇଫଏଡ ହେଲା। ତାଙ୍କୁ ଭୟଙ୍କର ଟାଇଫଏଡ, ଜର କମୁ ନାହିଁ। ସେତେବେଳେ କଣ ହେଲା ନା ଏଟା କଣ ହେଇଛି ନା ଆପଣଙ୍କର ଯୋଉ ଝିଆରୀ ଆପଣଙ୍କର ଠାକୁରଙ୍କର ଝିଆରୀ ଯିଏ ଅଛନ୍ତି ଖେପୁଦା ପୂଜ୍ୟପାତ ଖେପୁଦାଙ୍କର ଝିଅ। ଖେପୁଦା ହଉଛନ୍ତି ଜଣେ ଅତି ଭଲ ଚିକିତ୍ସକ ଜଣେ। ହୋମିଓପାଥିର ତାଙ୍କର ବହୁତ ନାଁ ଡାକ ଥିଲା ସେତେବେଳେ। ଆଚ୍ଛା, ତାଙ୍କ ଝିଅ। ସେତେବେଳେ କଣ ହେଇଛି ଶ୍ରୀ ଶ୍ରୀ ଠାକୁର ଶୁଣିଲେ, ଦି ଜଣ କଥା ଶୁଣିଲେ। ପ୍ୟାରୀ ତାଙ୍କୁ କହିଲେ ପ୍ୟାରୀ ଗୋଟେ କାମ କର, ଗୋଟେ ମେଡିସିନ କହିଲେ। ମେଡିସିନ କଥା ନିଆଗଲା। ଦିଟା ବୋତଲ କହିଲେ, ଗୋଟେ ବୋତଲ ସଙ୍ଗେ ସଙ୍ଗେ ନବୁ, ନିଜ ହାତରେ ଗୋଟିଏ ପାନ ଦି ଜଣ ରୋଗୀଙ୍କୁ ଦବୁ। ତାଙ୍କୁ ଦବୁ ଆଉ ତାଙ୍କୁ ବି ଦବୁ। ଆଉ ତାକୁ କହିବୁ ଆଉ ଯୋଉ ରହିଲା ତାକୁ ଦି ଦି ପାନ କରି ଯେମିତି ହେଲେ ଖାଇବେ। ଯା ସଙ୍ଗେ ସଙ୍ଗେ ଯା, ନିଜ ହାତରେ ପ୍ରଥମଟାକୁ ଦେଇକିରି ବୁଝେଇକି ଆସିବୁ ନା। ହଁ ଗଲେ ନନିଦାଙ୍କ ଘରକୁ ଯାଇକି ତାଙ୍କ ସ୍ତ୍ରୀଙ୍କୁ ସେମିତି ଗୋଟିଏ ପାନ ଦେଲେ। ଆଉ ଯୋଉ କଥା ବୁଝେଇ ଦେଇକି ଆସିଲେ, ଠାକୁରଙ୍କ କଥା ବୁଝେଇ ଦେଇ ଆସିଲେ। ସବୁ କିଛି କଥା ହେଲା। ଯେତେବେଳେ କଣ ଖେପୁଦାଙ୍କ ଘରକୁ ଗଲେ, ଯାଇ ଗୋଟିଏ ପାନ ସେମିତି ଦେଲେ, ବୁଝେଇ ଦେଇକି ଆସିଲେ। ହଁ ହଁ କଥା ଗଲା। ଦି ତିନି ଦିନ ଯାଇନି ଖବର ଆସିଲା ଖେପୁଦାଙ୍କ ଝିଅ ଚାଲିଗଲେ। ଠାକୁର ପୁରା ମର୍ମାନ୍ତିକ ଦୁଃଖ ଠାକୁରଙ୍କର। ସଙ୍ଗେ ସଙ୍ଗେ ଡାକିଲେ ପ୍ୟାରୀ ତାଙ୍କୁ ଡାକିଲେ, କହିଲେ ପ୍ୟାରୀ ତୋ ହାତରେ ଦେଇଥିଲୁ ତ? ନା ଆଜ୍ଞା ଦେଇଥିଲି। ତାଙ୍କୁ ସବୁ ବୁଝେଇ ଦେଇଥିଲୁ ତ? ନା ହଁ ଆଜ୍ଞା ବୁଝେଇ ଦେଇଥିଲି। ତାହେଲେ କଣ ହେଲା? କଣ ଏମିତି ହେଲା? ଯା ତୁ ଦେଖିକି ଆସ କଣ ହେଲା। ପ୍ରଥମେ ସେ କଣ କଲେ, ନନିଦାଙ୍କ ଘରକୁ ଗଲେ। ଦେଖିଲେ ନନିଦାଙ୍କ ସ୍ତ୍ରୀ କଣ କରୁଛନ୍ତି, ବାହାରେ ଝାଡୁ ଦଉଛନ୍ତି। କହିଲେ ମା ତମେ କଣ ଭଲ ହେଇଗଲଣି? ହଁ ଦାଦା ଭଲ ହେଇଗଲାଣି, ଆଜି ଟିକେ ପୁରା ଭଲ ହେଇଗଲାଣି, ଜ୍ୱର ନାହିଁ। ନା ନା ତମେ ଯାଅ ରେଷ୍ଟ କର। ଆଉ ତମେ ମେଡିସିନ ଖାଇଥିଲ? ନା ହଁ ଠିକ ଠାକ ମେଡିସିନ ଖାଇଥିଲି। ମୁଁ ଜାଣିଛି ମେଡିସିନ ତ କମ, ଠାକୁରଙ୍କର ନିର୍ଦ୍ଦେଶ ବହୁତ କିଛି ଅଛି। ଠାକୁରଙ୍କ ଯେହେତୁ କଣ ଅଛି ଆଶୀର୍ବାଦ ଅଛି। ଠାକୁରଙ୍କ ନାମ କରି କରି ମୁଁ ଜାଣିଗଲି ଏଇଟା ହଉଛି ଠାକୁରଙ୍କ ପ୍ରଦତ୍ତ ଜିନିଷ, ମାନେ ମୁଁ ତାକୁ ସେମିତି ଭାବରେ କରିଚାଲିଲି। ନା ଠିକ କଥା, ତମ କାମ ଠିକ ହେଲା, ସମ୍ପୂର୍ଣ୍ଣ ହେଲା। ଯେତେବେଳେ ଯାଇ ଦେଖିଲେ ଖେପୁଦାଙ୍କ ଘରେ ଦେଖିଲେ, ସେଠି ପୁରା ଯାହାକୁ କହନ୍ତି ଝିଅ ଚାଲି ଯାଇଛି, ସମସ୍ତଙ୍କ ମନ ଦୁଃଖ। ଦେଖିଲାକୁ କଣ ହେଇଛି ନା, କାଚ ଯୋଉ ଆପଣଙ୍କର ଲାଗିଛି ଆପଣଙ୍କର ଆଲମିରାରେ ଲାଗିଛି, ଦେଖିଲା ବେଳକୁ ମେଡିସିନ ସେମିତି ଥୁଆ ହେଇଛି। ଗୋଟିଏ ପାନ ଦିଆ ହେଇଛି, ତାପରେ ଆଉ ଦିଆ ହେଇନି। ସଙ୍ଗେ ସଙ୍ଗେ ଯାଇକି କହିଲେ, କହୁଛନ୍ତି ଆପଣଙ୍କର ଖେପୁଦା ଆପଣ କେମିତି ଦେଲେନି ମେଡିସିନ ଟା? ନା ସେଇ ମେଡିସିନ ତ ମୁଁ ଦଉଥିଲି, ଆଉ ଠାକୁର ଆଉ କଣ ଦେଲେ? ନା କଣ ହେଲା, ଆପଣ ଦବା ମେଡିସିନ ଆଉ ଠାକୁର ଦବା ମେଡିସିନ ଭିତରେ ଡିଫରେନ୍ସ ନାହିଁ? ଠାକୁରଙ୍କର ଯାହା, ଠାକୁର ଯଦି ପାଣି ବି ଦେଇଥାନ୍ତେ ଟିକେ ମନେ ରଖିଥାନ୍ତୁ, ସେଥିରେ ତାଙ୍କର ସେଇ ଆଶୀର୍ବାଦ ଅଛି। ସେ ଆଶୀର୍ବାଦ ଏ ସାରା ଦୁନିଆରେ କାହାରି ପାଖରେ ନାହିଁ। ତେଣୁ ସେଇଭଳି ଭାବରେ ଆପଣଙ୍କର କାମଟା କଣ ହେଲା, ବ୍ୟତିକ୍ରମ ଦୃଷ୍ଟ ହେଲା, ଅସମ୍ପୂର୍ଣ୍ଣ ଭାବରେ ରହିଲା। ଆପଣ ଝିଅ ଦେଖନ୍ତୁ ଚାଲି ବି ଗଲା। ଏଥିରେ ଆଉ କିଏ ବଞ୍ଚେଇବ? ସ୍ଵୟଂ ବିଧାତା ଯେତେବେଳେ ଆପଣ ଦେଇଛନ୍ତି, ଆପଣ ତାଙ୍କୁ ଅମାନ୍ୟ କଲେ। ତେଣୁ ସେଇ ଜାଗାରେ ଆପଣଙ୍କ କାମଟା ସମ୍ପୂର୍ଣ୍ଣ ଭାବରେ ବ୍ୟତିକ୍ରମ ହିଁ ହେଇଗଲା। ଦେଖନ୍ତୁ କୋଉ ଭଳିଆ କଥା। ଦ୍ୱିତୀୟ ବାଣୀ ଯୋଉଥା କଥା ହେଲା ଯେ କଣ ହେଲା, କିଛି ନ କରି ପାଇବାଟା ଯୋଉ କଥା କୁହାଯାଏ, କଥା କେମିତି ହୁଏ? ଏଠି ବହୁତ ଜିନିଷ ଦେଖା ଯାଇଛି। ସତ୍ସଙ୍ଗ ଜଗତରେ ତ ବହୁତ ଯାହାକୁ କହନ୍ତି ଭୁରି ଭୁରି ଉଦାହରଣ ସବୁ ଅଛି। ଠାକୁରଙ୍କ କଥା କହିଚାଲିଛି, ସେ କଥା କହୁଛି। ଠାକୁରଙ୍କ ସମୟରେ
ଜଣେ ଥିଲେ ଲୋକ, ତା ନାଁ ହଉଛି କୃଷ୍ଣ ଦାସ। କୃଷ୍ଣ ଦାସ ଥିଲେ। ଠାକୁର ତାଙ୍କୁ କଣ କଲେ, ଯିଏ ଯେତେବେଳେ ଆସିଲେ ଠାକୁର କହିଲେ ମୋ ପରେ କୃଷ୍ଣ ଦାସ ହିଁ ଲୋକ, ଏଇ ଲୋକଟି ରହିଲା, ଆଉ ମୋର ଯାହା ବାଣୀ ସବୁ ସେଇ ବୁଝେଇବ। ତେଣୁ ସେ ଧୀରେ 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 ଏମିତି ହେଇ ସେ କଣ କଲା, ସମ୍ପୂର୍ଣ୍ଣ ଫୁଲିଗଲା। ଫୁଲି ଯାଇ ଭାବିଲା ଯେ ମୁଁ ହିଁ ହଉଛି ଯେ ସତ କଥା ଠାକୁର, ମୁଁ ନିଜେ। ବୁଝିଲେ? ତେଣୁ ସେ ଯେତେ ଦେଖନ୍ତୁ, ସେ ପାଇବାର ଯୋଗ୍ୟ ନୁହଁ କିନ୍ତୁ ପାଇଗଲା। ଆଚ୍ଛା, ଯଦି ବି କିଛି ପାଇଲା ତାକୁ ରଖିବାରେ ମଧ୍ୟ ତାର ସେଫ୍ଟି ନାହିଁ। ତାର ସେ କଣ କଲା, ତାକୁ ସେ ତାର ସଙ୍ଗେ ସଙ୍ଗେ ମନରେ ତାର ଦୂରଭିସନ୍ଧି ଆସିଲା। ସେତେବେଳେ କଣ ଥାଏ, ଠାକୁରଙ୍କର ଗୋଟେ ଠାକୁର ଦିନେ କଣ କଲେ, ସବୁ ଯାକ ଭକ୍ତଙ୍କୁ ନେଇ ଆପଣ ଗଲେ କଣ କଲେ, ଆପଣଙ୍କର ଯାଇକିରି ଆପଣଙ୍କ ପଦ୍ମା ନଦୀକୁ ଗଲେ, ସେଠି ଗାଧେଇଲେ। ଗାଧେଇ କଣ କଲେ, ସମସ୍ତଙ୍କର ପାଦଟାକୁ ନିଜ ଗାମୁଛାରେ ପୋଛିବାକୁ ଲାଗିଲେ। କେହି କେହି ଧରା ଦେଲେ, କେହି କେହି ଧରା ଦେଲେନି, ଦୌଡି ପଳେଇଲେ। ଯାହା ବି ହଉ, ଏମିତି କରୁ କରୁ ଠାକୁରଙ୍କୁ ସେଦିନ ରାତିରୁ ଜ୍ୱର ଆସିଲା। ଜ୍ୱର ମାନେ ସେ ଜ୍ୱର ଆଉ ଭଲ ହେଲା ନାହିଁ। ଏମିତି ହେଇ କଣ ହେଲା, ଯେତେ ଡାକ୍ତର ଦେଖିଲେ ଭଲ ହେଲା ନାହିଁ। କହିଲେ, ଗୋଟେ ଜଣେ ଆସି ଡକ୍ଟର କହିଲେ କାମ କର, ଆଉ ଗୋଟେ ଜାଗାକୁ ନେଇଯାଅ ବାୟୁ ପରିବର୍ତ୍ତନ କରିବା ପାଇଁ। ଠାକୁର ଧୀରେ 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 ଠାକୁରଙ୍କ ଯାହାକୁ କହନ୍ତି ବଡି ପୁରା ଶୁଖି ଶୁଖି ଲାଗିଲା। ଠାକୁର ମାନେ ଧୀରେ ଧୀରେ କଣ ହେଲା, ନେ ସମସ୍ତେ ଭାବିଲେ ଠାକୁରଙ୍କ ଅବସ୍ଥା ପୁରା ଖରାପ, ମନ ସମସ୍ତଙ୍କ ଦୁଃଖ, କଣ କରାଯିବ। ଠାକୁରଙ୍କୁ ନେଇଗଲେ କାର୍ସିଆଙ୍ଗ ବୋଲି ଜାଗା ଅଛି, ସେ ଜାଗାକୁ ନେଇଗଲେ। ଜାଗାରେ ବାୟୁ ପରିବର୍ତ୍ତନ ପାଇଁ ନେଲେ। ପାଖାପାଖି ଗୋଟାଏ ବର୍ଷ ଠାକୁର ଭୋଗିଲେ, ଜର ଭୋଗିଲେ। ଭଲ ହେଲା ନାହିଁ, ଜର ଭଲ ହେଲା ନାହିଁ। ସେସବୁ କଣ ଏମିତି ହେଲା ଯେ ଜଣେ ଡାକ୍ତର କାଲକାଟାରୁ ଆସିଲେ, ଠାକୁରଙ୍କୁ ଟିବି ବୋଲି ହେଇଛି କହିକିରି ଟିବି ର ଇଞ୍ଜେକ୍ସନ ଦେଇଦେଲେ। ଅବସ୍ଥା ଆହୁରି ଖରାପ ହେଇଗଲା। ତେଣୁ ସେଇ ସମୟରେ କଣ ହେଲା, ଯୋଉ ଥିଲା କୃଷ୍ଣ ଦାସ ଥିଲା, ସେ ସଙ୍ଗେ ସଙ୍ଗେ କଣ କଲା, ଯାଇକି ଡିକ୍ଲେୟାର କଲା ଯେ ଠାକୁର ଯୋଉ ତା ପୁଣ୍ୟ ପୁଛରେ କହିଛନ୍ତି ଯେ ମିଡିୟମ ମେ ନଟ ଲାଷ୍ଟ ଲଙ୍ଗ। ତାକୁ କହିଲେ ଠାକୁରଙ୍କ ଶରୀର ବହୁତ ଶୀଘ୍ର ଚାଲିଯିବ, ଠାକୁର ଛାଡିଦେବେ, ଶରୀର ଛାଡିଦେବେ। ତେଣୁ ଆପରେ ମୁଁ ହିଁ ହଉଛି ମେନ୍। ଦେଖନ୍ତୁ, ତେଣୁ ସେ କଣ କଲା, ତାର ନାଁ ଟା ଚେଞ୍ଜ କଲା, କରିଦେଲା କଣ ନା ସତ୍ୟାସଇ କୃଷ୍ଣ ଦାସ। ସତ୍ୟର ଆଶ୍ରୟୀ, ସତ୍ୟାଶ୍ରୟୀ କୃଷ୍ଣ ଦାସ କଲା। କିନ୍ତୁ ହଠାତ୍ କଣ ହେଲା, ସମସ୍ତେ ଭାବିଥିଲେ ଠାକୁରଙ୍କ ଦେହ ଭଲ ହବ ନାହିଁ। ସମସ୍ତେ ଭାବିଥିଲେ, କିନ୍ତୁ ଶ୍ରୀ ଶ୍ରୀ ବଡମା ଠାକୁରଙ୍କ ପାଖରେ ଯେମିତି ଛାଇ ଭଳିଆ ରହନ୍ତି, ସେମିତି ଥିଲେ ସଦା ସର୍ବଦା, ଯାହାକୁ କହନ୍ତି। କଣ ଥାଏ, ବଡଦା ବହୁତ ଛୋଟ, ଏବଂ ଶ୍ରୀ ଶ୍ରୀ ମା ଥାନ୍ତି, ମନମୋହିନୀ ଦେବୀ ଥାନ୍ତି, ଠାକୁରଙ୍କ ପାଖରେ ଥାନ୍ତି। ମା ଆଉ ଶ୍ରୀ ଶ୍ରୀ ବଡମା ଦି ଜଣ ଥାନ୍ତି। ଥରେ କଣ ହେଇଛି ନା, ଠାକୁର ହଠାତ୍ ଯାହାକୁ କହନ୍ତି ଦେହ ଦେଖିଲେ, ସେ ବଡମା ଦେଖିଲେ ଠାକୁର ପୁରା ଧୀରେ 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 ପୁରା ନିସ୍ତେଜ ହେଇଯାଉଛନ୍ତି। ପାଖରେ ସୁଶୀଲ ଦା ଥିଲେ, ଦୌଡିକି ଆସିଲେ। ଠାକୁରଙ୍କ ମୁଣ୍ଡରେ ସେ ବଡମା ପୁରା ସୁଶୀଳ ଦେଖିକି ପୁରା କାନ୍ଦ କାନ୍ଦ ଅବସ୍ଥା। ଠାକୁରଙ୍କ କଣ ଅବସ୍ଥା ଏମିତି ହେଲାଣି, ଦେଖିଲେ ଶ୍ରୀ ଶ୍ରୀ ବଡମା ସେମିତି କିଛି ବି ତାଙ୍କର ବିଚଳିତ ନାହିଁ। କହୁଛନ୍ତି ସୁଶୀଲ ଦା, ଠାକୁରଙ୍କ ବର୍ତ୍ତମାନ ସଙ୍ଗେ ସଙ୍ଗେ ପାଣି ଢାଳନ୍ତୁ। ମୁଣ୍ଡରେ ବାରମ୍ବାର ବାରମ୍ବାର ଗରା 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 ପୁରା ନେଇକରି ଆପଣଙ୍କର ଯୋଉ ଗରା ଥାଏ, ଗରା ମାନେ ଯୋଉ ଥାଏ ଆପଣ କଳସୀ ଟାଇପର ଏଇଟା, ତାପରେ ପାଣି ନେଇକି ଠାକୁର ମୁଣ୍ଡରେ ଢଳା ହେଲା। କହନ୍ତି ଠାକୁର କିଛି ସମୟ ପରେ ଦେଖା ହେଲା, ଠାକୁର ସଙ୍ଗେ ସଙ୍ଗେ ଗୋଟିଏ ମାନେ ଘଣ୍ଟା 2 ଘଣ୍ଟା ଭିତରେ ଠାକୁର ପୁଣି ତାଙ୍କ ପୂର୍ବ ଅବସ୍ଥା ଫେରିଆସିଲା। ଜଣେ ତାକୁ ଜାଣି ପାରିଲେନି ଯେ ଠାକୁର ଗୋଟେ ବର୍ଷେ କାଳ ଜଣେ ଆପଣଙ୍କର ଜର ଭୋଗିଛନ୍ତି ବୋଲି। ବର୍ଷ କାଳର ସ୍ୱାସ୍ଥ୍ୟ ଗୋଟାଏ ଯାକୁ କହନ୍ତି ଘଣ୍ଟା ଭିତରେ ଫେରି ଆସିଲେ। କୋଉ ଭଳି ଭାବନ୍ତୁ, ଭାବନ୍ତୁ କୋଉ ଭଳି ଭାବ ତାଙ୍କର ମାନେ କଥା। କିନ୍ତୁ ତା ଭିତରେ କଣ ହେଇଛି, ସତ୍ୟାଶ୍ରୟୀ କୃଷ୍ଣ ଦାସ ଯାଇକି ସତ୍ସଙ୍ଗର ବହୁତ କିଛି କ୍ଷତି କରିବା ପାଇଁ କରିଥିଲା। ଗୋଟେ ଯାହାକୁ କହନ୍ତି, ଗୋଟେ ଯୋଉ ଲୋକଙ୍କର ଗୋଟେ ଲମ୍ବା କାହାଣୀ। ଦେଖନ୍ତୁ, କିଛି ହେଲା ନାହିଁ ଯୋଉ କଥା ଠାକୁର ତାକୁ ଏତିକିରେ ଆଣିଲେ, ଏତିକିରେ ତାକୁ ଦେଲେ, ସବୁ କିଛି କଲେ, କିନ୍ତୁ ସେ କଣ କଲା, ତାକୁ ରଖିପାରିଲା ନାହିଁ। ତାକୁ କରିବାର ଆଉ ଯୋଉ ବୋଧରେ ଆସିଲା ନାହିଁ। ସେ ବୋଧରେ ସେ ଯେତେବେଳେ ହେଲା ନାହିଁ, ତେଣୁ ସେ କଣ ହେଲା, ତାର ସେମିତି ତା ଯୋଉ ଥିଲା ଯୋଉ ବୋଧ, ଯାହାକୁ ନେଇକି ସେ ଈଶ୍ୱରଙ୍କୁ ଭାବିଥାନ୍ତା ଯେ ମତେ ଠାକୁର କଣ ପାଇଁ ଏମିତି ଇଏ କରିଛନ୍ତି। ଯଦି ସେମିତି କରିଛନ୍ତି, ତାହେଲେ ମୁଁ ତାକୁ କଣ କରିବି, ରଖିବି ତାକୁ। କେମିତି ରଖିବି, କଣ କରିବି, ରଖିଲା ନାହିଁ। ଶେଷରେ ତାଙ୍କର ଯାହାକୁ କହନ୍ତି ମୃତ୍ୟୁ ଆସିଲା।
से मृत्यु अति दयनीय मृत्यु जहाँ कहते एकदम पूरा कालकाटा सहर में गोटे बीच रास्तार से माने पूरा पड़ी 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 नष्ट हो गला जहाँ कहते चलीगला କିନ୍ତୁ ଏଇଠି ଦେଖନ୍ତୁ ଜଣେ ପାଇଲା ଆଉ ତ କେମିତି ରଖିକି କେମିତି ବଢିଲା ଇଏ ହଉଛନ୍ତି ପଣ୍ଡିତ ସୁରେଶ ଚନ୍ଦ୍ର ଦେବଶର୍ମାଙ୍କ କଥା ପ୍ରାୟ ସମୟ ଜାଣିଥିବେ ତାଙ୍କ କଥା ଭଦ୍ର ସତ୍ସଙ୍ଗ ବିହାର ଥିଲେ ଏବଂ ଓଡିଶା ସହିତ ତାଙ୍କର ବହୁତ କିଛି ନାମ ତାଙ୍କର ଥିଲା ସେ ସମ୍ପୂର୍ଣ୍ଣ ଅନାଥ ସର୍ବହରା ଯାହାକୁ କହନ୍ତି ଠାକୁରଙ୍କ ପାଖରେ ପହଞ୍ଚିଲେ ଯାଇ ସେଠି ପହଞ୍ଚିକି ଠାକୁର ତାଙ୍କୁ ଦେଖିଲେ ବ୍ରାହ୍ମଣ ପିଲା ତାକୁ କଣ କଲେ ସେଠି ରଖିଲେ କହିଲେ ଗୋଟେ କାମ କର ବଡ ମାନଙ୍କ ପାଖରେ ରହ ବଡ ପାଖରେ ରହିଲେ ରୋଷେଇ କାମରେ ସାହାଯ୍ୟ କଲେ ବୁଝିବ ନା ଖାଲି ଯାଇକି ଆନ୍ଦ ବଜାରରେ କାମ ରୋଷେଇଆ ହେଲେ ରୋଷେଇ କାମରେ ସାହାଯ୍ୟ କଲେ ଏଇ ସବୁ କାମ କରୁଥିଲେ ହଁ ଧୀରେ ଧୀରେ ଠାକୁର କହିଲେ ନାଇଁ ତୋର କାମ କର ତୁ ଠାକୁର ପାଖକୁ ଯେତେବେଳେ ସେ ଯାଆନ୍ତି ପ୍ରଣାମ ଠାକୁର କହିଲେ ହେଇ ମୋ ପଣ୍ଡିତ ଆସିଗଲା ସମସ୍ତେ ଆଶ୍ଚର୍ଯ୍ୟ ଏ ପିଲାଟା ପାଠଶାଠ କିଛି ନାହିଁ ସମ୍ପୂର୍ଣ୍ଣ ମୂର୍ଖ ଯାହାକୁ କହନ୍ତି ତାକୁ ତା ପଣ୍ଡିତ ପଣ୍ଡିତ କଣ କହୁଛନ୍ତି ଠାକୁର ଦିନେ କହିଲେ ଗୋଟେ କାମ କର ତୁ ଗୋଟେ କିଛି କାମ ଧନ୍ଦା ନାହିଁ ରୋଷେଇ କରୁଛୁ ତୁ ସଂସ୍କୃତ ପଢ ଠାକୁର ସଂସ୍କୃତ କଣ ମୁଁ ତ ଅକ୍ଷର ଜାଣିନି ତୁ ସଂସ୍କୃତ କଣ ପଢିବି ନା ମୁଁ ଜାଣିନି କିଛି ତୁ ସଂସ୍କୃତ ପଢିକି ସେ କଣ ରୋଷେଇ କଲେ ଆଉ ରୋଷେଇ କରି ରାତିରେ ରୋଷେଇ ସରିଲା ପରେ ଯୋଉତିକି ସମସ୍ତ ଶୋଇବା ସମୟ ତାକୁ ଛାଡି ଦେଇ ସେ କଣ କଲେ ଦେଖନ୍ତୁ ସେ କଥା ଯୋଉ ଆପଣଙ୍କର ଜିନିଷଟା ଠାକୁର ମତେ କହିଛନ୍ତି ତାକୁ ରଖିବା ପାଇଁ ସେ କଣ କଲେ ପ୍ରାଣପଣ ଚେଷ୍ଟା କଲେ କରିକି ଧୀରେ ଧୀରେ ଅକ୍ଷର ଶିଖିବା ଆରମ୍ଭ କଲେ ଅକ୍ଷର ଶିଖିବା ଶିଖି 4-5 ବର୍ଷ ଭିତରେ ଜଣେ ମହାପଣ୍ଡିତ ସଂସ୍କୃତରେ ହେଇଗଲେ ତାପରେ ଠାକୁର କହିଲେ ଦେଖିଲୁ ତୋ ନାଁ ହେଇଗଲା ବର୍ତ୍ତମାନ ପଣ୍ଡିତ ସୁରେଶ ଚନ୍ଦ୍ର ଦେବ ଶର୍ମା କହିଲେ ଆରେ ତୁ ଗୋଟେ କାମ କର ଏବେ ଯାହା ଗୋଟେ କାମ କର ଏବେ ତୁ ତ ସଂସ୍କୃତ ସବୁ ଶିଖିଲୁ ଆଉ ତୁ ଇଂଲିଶ ଜାଣିଛୁ ନା ଇଂଲିଶ ଜାଣିନି ଆଜ୍ଞା 55 ସରକାରଙ୍କୁ ଦିଆଗଲା ଇଂଲିଶ ଶିଖିବା ପାଇଁ ତାଙ୍କୁ ଶିଖେଇବା ପାଇଁ ପଞ୍ଚାନନ ପାଖରେ ଦିନେ ପଞ୍ଚାନନ କଣ କଲେ ଦିନେ ଆସିକିରି 3-4 ଦିନ ପରେ ଆସି ରାଗିକି କହିଲେ ଠାକୁର ତାକୁ ମୁଁ ଶିଖେଇ ପାରିବି ନାହିଁ ତା ମୁଣ୍ଡରେ କିଛି ନାହିଁ ହଁ ଗୋଟା କିଛି ନା ସଂସ୍କୃତ ପଢିଛି କଣ ଦେଖିଲା ବେଳକୁ ପଣ୍ଡିତ ବୋଲି କହୁଛି ଦେଖିଲା ବେଳକୁ ଏବିସିଡି ତାକୁ ଆସୁନି ଆଉ ମୁଁ କେତେ ଇଂଲିଶ ପଢେଇବି ଠାକୁର କହିଲେ ଆରେ ତାକୁ ପଢା ପଢା ସେ ହିଁ ପଣ୍ଡିତ ହେଇ ଉଠିବ ଆଉ ଦେଖନ୍ତୁ ସେଇ ସୁରେଶ ଚନ୍ଦ୍ର ଦେବ ଶର୍ମା ଯାହାକୁ କହନ୍ତି ସେ ଏତେ ବହି ଲେଖିଛନ୍ତି କହିବା ନାହିଁ ତାଙ୍କର ମାନେ ପାଖାପାଖି ମାନେ 30-35 ଖଣ୍ଡ ବହି ଅଛି ଠାକୁରଙ୍କ ଭାବଧାରା ଉପରେ ସେ ବହୁତ କିଛି ବହି ଲେଖିଛନ୍ତି ଏବଂ ଆପଣଙ୍କର ଭଦ୍ର ସତ୍ସଙ୍ଗ ବିହାର ଆପଣଙ୍କର ବାରିଦାସ ସତ୍ସଙ୍ଗ ବିହାର ଏବଂ ତାପରେ ସେପଟ ସାଇଡ ର ବାଲେଶ୍ୱର ଜଳେଶ୍ୱର ତାଙ୍କର ସେପଟ ସାଇଡ ରେ ବହୁତ ନାଁ ଡାକ ତାଙ୍କର ଜାଗାକୁ କହନ୍ତି ଏବଂ ଓଡିଶାର ଯାହାକୁ କହନ୍ତି ଅତି ଯାହାକୁ କହନ୍ତି ଛୋଟିଆ ଲୋକଟିଏ ମୁଁ ଦେଖିଛି ତାଙ୍କର ସେଇ ସମୟ କଥା ଗୋଟିଏ ଖାଲି ତାଙ୍କ ସେ କଥାଟା ଆପଣଙ୍କର ସେ କଥା କହୁଛି ଭଦ୍ରକ ସତ୍ସଙ୍ଗ ବିହାର ଥରେ ମନେ ଅଛି ଆପଣଙ୍କର ସତ୍ସଙ୍ଗ ବିହାର ଛାତ ପଡୁଥାଏ ସେତେବେଳେ ଛାତ ପଡିବା ଭିତରେ କଣ ହେଇଛି ନା ପ୍ରବଳ ବର୍ଷା ଆସିଲା ଏତେ ଯୋଉ ଝଡ ବର୍ଷା ଆସିଲା ଯେ ଆଉ କିଛି କହିବାର ନାହିଁ ଏକଦମ ପୁରା ସମସ୍ତଙ୍କ ମୁଣ୍ଡ ଖରାପ ଯଦି ଏଇ ସମୟରେ ବର୍ଷା ହେଇଯାଏ ଏତେ ଟଙ୍କାର ଜିନିଷ ନଷ୍ଟ ହେଇଯିବ ଛାତ ନଷ୍ଟ ହେଇଯିବ କଣ କେମିତି କରିବା ସମସ୍ତେ ଠାକୁରଙ୍କୁ ଡାକୁଥାନ୍ତି ଦେଖିଲି ସେଠି ସୁରେଶ ସୁରେଶ ଦାସ କଣ କରୁଥାନ୍ତି ଏକଦମ ପୁରା ଖଣ୍ଡିଏ ଏମିତି ଗୋଟେ ଛୋଟିଆ ନାଲି ଗାମୁଛା ପିନ୍ଧିଥାନ୍ତି ଖଣ୍ଡିଏ ଧଳା ଗଞ୍ଜି ପିନ୍ଧିଥାନ୍ତି ଛୋଟିଆ ଲୋକଟିଏ ଖାଲି ପାଦ ଏକଦମ ପୁରା ସେ କଣ କରିଥାନ୍ତି କିଛି କାହାକୁ ଉଁଚୁ ନାହିଁ ସେମିତି ନାମ କରି 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 ପୁରା ଷ୍ଟ୍ରଙ୍ଗରେ କହିଛନ୍ତି ଏ କର କିଛି ନାହିଁ ଏଠି ଇନ୍ଦ୍ରର ସାହସ ନାହିଁ ମାନେ ଯାହାକୁ କହନ୍ତି କହିଲା ବେଳେ ବି କରିକି ଲାଗୁଛି ସେ କହୁଛନ୍ତି ଏଠି ଇନ୍ଦ୍ରର ସାହସ ନାହିଁ ଯେ ଏଟା ହଉଛି କଣ ଏଟା ହଉଛି ଆପଣଙ୍କର ଏଠି ବିଷ୍ଣୁଙ୍କ ମନ୍ଦିରଟେ ହଉଛି ଶ୍ରୀ ବିଷ୍ଣୁ ନିଜେ ଅଛନ୍ତି ଦେଖନ୍ତୁ ଦେଖାଗଲା ଯେ ଚାରିପଟେ ପ୍ରବଳ ବର୍ଷା ହେଲା ଏବଂ ସେ ମନ୍ଦିର ଉପରେ ସେ ସିନା ମେଘ କଣ ହେଲା ଢାଙ୍କିକି ରଖିଲା ଗୋଟିଏ ମାତ୍ର ଜଳବିନ୍ଦୁ ପଡିଲା ନାହିଁ ଆଉ ମୁଁ ନିଜେ ସେ ଜାଗାରେ ଦେଖିଛି ସେ ଅବସ୍ଥା ଏମିତି ସୁରେଶ ଭାବନ୍ତୁ ସୁରେଶ ଦାଙ୍କ କଥା ଦେଖନ୍ତୁ ସମ୍ପୂର୍ଣ୍ଣ ଭାବରେ ଠାକୁର ଯାହା କହିଥିଲେ ଅନୁସରଣ କଲେ ଏବଂ ତାକୁ ସେ ପାଇଲେ ଯାହାଙ୍କ ତାଙ୍କର ପାଇବାର ନଥିଲା ଦେଖନ୍ତୁ ସେ ପାଇଲେ ଅତି ସର୍ବହରା ଅନାଥ ପିଲା କୁଆଡେ ବାସି ଯାଇଥାନ୍ତା ଠିକ ଠିକ ନଥାନ୍ତା ଠାକୁର ତାଙ୍କୁ ରଖିଲେ ତାଙ୍କୁ ସେ ପଣ୍ଡିତ ତାଙ୍କ ପାଠ ପଢେଇଲେ ସବୁ କିଛି କଲେ ସେ ପଣ୍ଡିତ ଉପାଧି ପାଇଲେ ଏବଂ ତାକୁ ସେ ରଖିଲେ ତାଙ୍କର ବୋଧ ବିକଶିତ ହେଲା ତେଣୁ କଣ ହେଲା ତାଙ୍କର ସେ ଆୟତ୍ତକୁ ଆସିଲା ଆଉ ଯୋଉ ଜାଗାରେ ଦେଖିଲେ ସେଠି ଆୟତକୁ ଆସିଲା ନାହିଁ ନିଜ ବୋଧକୁ ଆସିଲା ନାହିଁ ଯିଏ ଯାହା ପାଇଲା ନଷ୍ଟ ହେଇଗଲା ତେଣୁ ଏଇଭଳି ଭାବରେ କଥା ଦୁଇଟି ବାଣୀ ଏମିତି ବହୁତ ଯାହାକୁ କହନ୍ତି
ଶହ ଶହ ବାଣୀ ଅଛି ଯାହାକୁ ରାତି ରାତି ଶୋଇଲେ ସରିବ ନାହିଁ, ସମୟ ଅଳ୍ପ, ତେଣୁ ସମସ୍ତଙ୍କର ସାର୍ବିକ କଲ୍ୟାଣ ପାଇଁ ସେ ପଦବତ ସେଇ ଠାକୁରଙ୍କ ପାଖରେ ପ୍ରାର୍ଥନା ଜଣାଏ ସମସ୍ତେ ଆନନ୍ଦରେ ରହନ୍ତୁ, ଇଷ୍ଟକର୍ମ କରିଚାଲନ୍ତୁ। ବନ୍ଦେ ପୁରୁଷୋତ୍ତମ। ଜୟ ଗୁରୁ ଦେବଦତ୍ତ ଭାଇ। এই ବାଣୀ ଦୁଇଟି ଆକ୍ଚୁଆଲି ସିଲେକ୍ଟ କରାହେଇଥିଲା ଏଥିପାଇଁ ଆମେ ମାନେ ପ୍ରାୟ ସତ୍ସଙ୍ଗରେ ଖୁବ ମାତ୍ରାରେ କହିବୁଲୁ, ବାଣୀ ଦଉ, ବହୁତ ଇନଷ୍ଟ୍ରକ୍ସନ ଦଉ, ବହୁତ କିଛି ମାନେ ସମସ୍ତଙ୍କୁ ଗାଇଡ କରୁ, କିନ୍ତୁ ନିଜେ କରିକି ପାଇନଥାଉ ବହୁତ କ୍ଷେତ୍ରରେ ଏମିତି ଦେଖାଯାଏ। ଦେବଦତ୍ତ ଭାଇ 53 ନମ୍ବର ବାଣୀ 54 ନମ୍ବର ବାଣୀରେ ଦୁଇଟି ଯୋଉ ଏକ୍ସାମ୍ପଲ ଦେଲେ ପରଫେକ୍ଟ ଏକ୍ସାମ୍ପଲ, ବହୁତ ସୁନ୍ଦର। এই ଜିନିଷଟା ବାଣୀଟାକୁ ସରଳ ଭାବରେ ବୁଝିବା ପାଇଁ, କିନ୍ତୁ ନାମଧ୍ୟାନ ପ୍ରସଙ୍ଗ ଉପରେ ଆମର ଯେହେତୁ ଗ୍ରୁପଟି ଅଛି ସେ ପ୍ରସଙ୍ଗ ଉପରେ ଗୋଟିଏ କଥା କହିବି। ନାମଧ୍ୟାନ ରସ ଯିଏ ପାଇନି ସେ ଖାଲି ଘୋଷିକି ନାମଧ୍ୟାନର କଥା କହେ। ଠାକୁର ଏମିତି କହିଛନ୍ତି, ସେମିତି କହିଛନ୍ତି, ସେମିତି କହିଛନ୍ତି। ରୀତିକର୍ମୀ ମାନେ ଯୋଉମାନେ ପ୍ରାୟ କରନ୍ତି, ପ୍ରାୟ ମୁଁ ତାଙ୍କଠୁ ଶୁଣେ, ମ୍ୟାକ୍ସିମମ୍ ପର୍ସନ ଲୋକ, ବହୁତ ଲୋକ ଯିଏ ଆକ୍ଚୁଆଲି ନାମଧ୍ୟାନକୁ ଗଭୀର ଭିତରକୁ ଯାଇନି, କରିନାହିଁ, ଲମ୍ବା ସମୟ ଧରି ବର୍ଷ ବର୍ଷ ଧରି ରେଗୁଲାର ନାହିଁ, ତା ମୁହଁରୁ ନାମଧ୍ୟାନକୁ ଯଦି ପଚରା ଯାଏ ସେ ସେଇଭଳିଆ ହିଁ ମୁଖସ୍ଥ କରି କହେ, ବୋଧ ନାହିଁ, ପାଇବା ନାହିଁ। ଆଉ ମୁଁ ଆପଣଙ୍କୁ ବିଶ୍ୱାସ ଦଉଛି ନାମଧ୍ୟାନ ବଳରେ ଆପଣ ସବୁ ପାଇବେ, କରିଲେ ହିଁ ହବ। ସାମାନ୍ୟ ଭାବରେ ଆମେ କରୁଛେ, ପୂଜ୍ୟପାଦ ବଡ଼ଦା କିମ୍ବା ଶ୍ରୀ ଶ୍ରୀ ଦାଦା ଆଚାର୍ଯ୍ୟଙ୍କ ଭଳିଆ ତ ଆମେ କରିପାରୁନେ ଯେ କେତେ କିଲୋମିଟର ଧରିକି ଆମେ ପାଇବା, କିନ୍ତୁ ସାଧାରଣ ଭାବରେ ବି ଯଦି ରେଗୁଲାରିଟି ମେଣ୍ଟେନ କରିକି ସକାଳେ ଅଧଘଣ୍ଟେ, ସନ୍ଧ୍ୟାରେ ଅଧଘଣ୍ଟେ ଠାକୁର କହିଛନ୍ତି କରିବା ପାଇଁ, ସେତିକି ଯଦି ମେଣ୍ଟେନ କରି କରାଯାଏ ଆଉ ସେଇ ଭାବରେ ଚିନ୍ତା ରଖାଯାଏ, ଯଥେଷ୍ଟ ହେଇଯାଉଛି, ଯଥେଷ୍ଟ। ଅନୁଶୀଳନ ନ କରି କେବେ ମିଳେନି, କୌଣସି ଜିନିଷ ମିଳେନି, ଆଉ ଆୟତ୍ତକୁ ଆସେ ନା, ଅଭିଜ୍ଞତା ନାହିଁ। ଆମର ଏଇ ଗ୍ରୁପରେ ବହୁତ ଜଣ ପୋଷଣ ଦେବାକୁ ଚେଷ୍ଟା କରନ୍ତି, କିନ୍ତୁ ଇଚ୍ଛା ନାହିଁ, ଆଗ୍ରହ ନାହିଁ। ଯେମିତି ସେ ଖେପୁଦାଙ୍କ କଥା, ଠାକୁରଙ୍କର ଯୋଉ ମାନେ ମେଡିସିନକୁ ଖାଇବାର ମାନେ ତାଙ୍କ ଭିତରେ ଗୋଟେ ଅବିଶ୍ୱାସ ଅଛି। এই ପୋଷଣ ଦେଲେ ଯୋଉ ଅଭିଜ୍ଞତାଟା ବଢେ, ସେ ଅଭିଜ୍ଞତା ବଳରେ କେତେ ମଣିଷକୁ ଟାଣି ଧରା ଯାଇପାରେ। ଯୋଉ ମାନେ ମାନୁ ସାପନା ଟାଙ୍କା ପରେ ନା, ଏଟା ସହଜ କଥା ନୁହେଁ। କରୁ 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 ବହୁତ ଜିନିଷ ହେଇପାରେ। ସେଥିପାଇଁ ମୋ କହିବା କଥାଟି ହେଲା ଏଇଆ ଯେ ଠାକୁରଙ୍କର ବହୁତ କଥା ଅଛି, ତାକୁ କରିବାରେ ମନୋଯୋଗ କଲେ, ଅନୁଶୀଳନ କଲେ ଆୟତକୁ ଆସେ, ଆଉ ଆୟତକୁ ଆସିଗଲେ ସେ ମଜାଟା ମିଳିଯାଏ। ଆମେ କେବଳ ବହି ଭଳିଆ ହେଇଯାଉଛୁ, ବହୁତ ସମୟରେ ଏଇଆ ହିଁ ହଉଛି। କିଛି ଗୋଟେ ଅସୁବିଧା ହେଲା, ତାକୁ ବାଣି ଦେଇଦିଅ, ଠାକୁର ଏମିତି କହିଛନ୍ତି କହିଦିଅ, ବୋଧ ଭିତରେ ନଥାଏ, କରିବାର ନଥାଏ। ତେଣୁ ଆମେ ନିଜ ଭିତରେ ଗୋଟେ ଏକ୍ସପିରିଏନ୍ସ ସହ କିଛି ବର୍ଣ୍ଣନା କରିପାରୁନା, କହିପାରୁନା। ଗୋଟେ ଘଟଣାର ମୁଁ ଗୋଟେ କହିବି, ଯଦି ସମୟ ଥାଏ ଟିକେ ମତେ ସମୟ ଦେବେ। କେଇ ଜଣ କହିବେ, ମୁଁ 5 ମିନିଟରେ ସାରିବି। ମୋ ଜୀବନର ଗୋଟେ ବହୁତ ବଡ ଘଟଣା ଯୋଉଟା କି ଘଟିଛି, ମୁଁ ତାକୁ ଏବେ ମନେ ପଡିଲା ବୋଲି କହିବାକୁ ଚାହୁଁଛି। କୁହନ୍ତୁ କୁହନ୍ତୁ। ଜଣେ ଗୁରୁ ଭାଇ ରାଉରକେଲାର, ସେ ଭାଇ ଜଣକ ଠାକୁରଙ୍କୁ ବହୁତ ଭଲ ପାଆନ୍ତି, ଆଉ ତାଙ୍କର ଆସ୍ଥାନ ଅଛି। ଆଶ୍ରମ ଗଲେ ଠାକୁରଙ୍କ ପାଇଁ ପ୍ରବଳ ନେଇକି ଯାଆନ୍ତି, ଆଚାର୍ଯ୍ୟଙ୍କ ପାଇଁ ପ୍ରବଳ ନେଇକି ଯାଆନ୍ତି। ମାନେ ନିଷ୍ଠା କହିଲେ ବହୁତ, ମାନେ ତାଙ୍କୁ ଠାକୁର କହିଛନ୍ତି, ଆଚାର୍ଯ୍ୟ କହିଛନ୍ତି କହିଲେ ସେ କରିଦିଅନ୍ତି, କିଛି ଉଁଚୁ କହନ୍ତିନି। ମୁଁ ତାଙ୍କୁ ବହୁତ ଭଲ ପାଏ, ଆଉ ସେ ମତେ ବହୁତ ସମ୍ମାନ ଆଦର କରନ୍ତି, ମାନେ ଅତି ଅନ୍ତରରୁ। ମାନେ ମୁଁ କହେ ଯୋଉଟା କରିଦିଅନ୍ତି, ସେ ପ୍ରଶ୍ନ ଆସେ ନା। ତ ତାଙ୍କ ଝିଅଟି ମତେ ବହୁତ ସମ୍ମାନ କରେ, ଛୋଟ ପିଲାଟା ବହୁତ ସମ୍ମାନ କରେ, କାରଣ ମୋ ଭିତରେ ସେ କଣ ଦେଖେ, ମୋ କଥାଟାକୁ ବହୁତ ଗ୍ରହଣ କରେ, ଆଗ୍ରହରେ ନିଏ। ତ ଇଷ୍ଟଭୂତି ଯେବେ ଆମେ ଦଉ ରାଉରକେଲାରେ ଗୋଟେ ଉପଯୋଜନା କେନ୍ଦ୍ରରେ, ସେ ବି ଆସନ୍ତି, ମୁଁ ବି ଆସେ ସକାଳୁ, ଏବଂ ପଚାରେ ହାଲଚାଲ। ଦିନ ଘଟଣା ଏମିତି ହେଇଛି ଯେ ତାକୁ ବହୁତ ଜ୍ୱର ହେଇଛି, ଥଣ୍ଡା ହେଇଛି, କଫ ହେଇଛି, ବାନ୍ତି କରୁଛି, ଦେହ ଭଲ ନାହିଁ, ବାରମ୍ବାର କାଶୁଛି। ତ ମୁଁ କହିଲି କଣ କରୁଛନ୍ତି? ନାଇଁ ଏମିତି କଥା, କଟକରେ ଜଣେ ଶିଶୁ ଡକ୍ଟର ଅଛନ୍ତି ଆମର ଗୁରୁ ଭାଇ, ତାଙ୍କ ନାଁଟା କଣ ମନେ ପଡୁନି, ତଳତେଲେଙ୍ଗା ବଜାରରେ, ଏଠି ଯାଇକିରି ମୁଁ ଟ୍ରିଟମେଣ୍ଟ କରିବି ବୋଲି ମତେ କହିଛନ୍ତି ଭାଇ। ତ ଦେବଦାସ ଭାଇ ହଉଛନ୍ତି ତାଙ୍କର ମାନେ ଶଳା। ତ ସେ ଯାଇକି ଦେଖାନ୍ତି, ସେଠି କମେ ନା, ପୁଣି ଆଉ ଗୋଟେ ହସ୍ପିଟାଲ ଚେଞ୍ଜ କରନ୍ତି, କମେ ନା, ପୁଣି ଆଉ ଗୋଟେ ହସ୍ପିଟାଲ ଚେଞ୍ଜ କରନ୍ତି, କମେ ନା।
आउ एमती हेकरी कोठी गोटे किसी अवस्था चक्र रे पड़ी देह भल हो जाए किसी जानी पारंतिनी कारण पुणी पळेइ आसନ୍ତି राउरकेला पुणी से प्रॉब्लम स्टार्ट हुए मासे पर एमती प्राय 3 थर हुए 4 थर हुए तांको छोट पिलाटी भी हो जाइए एवं से भारी दहगंज होती लाइफ रे बोधे सब क्रिटिकल पार्ट आ मु निजे से अवस्था रे थिले मु निजे सिझी जाई थांती हुए तो पारि न थांती तो से एते दक्ष से माने सहिबारे मु सेगुड़ा को मन पकई मो मन भीतर भी बहुत समय सांत्वना आनी पारे जे हाँ मु माने सेमती हवा दरकार किछि मात्रा रे एटलिस्ट किंतु गोटे दिनकर घटना से सेई भलिया होउची रिपीटेड मु शुणुची मु जानिची ताको मु करि पारिबी से जो प्रॉब्लम टा तांकर होउची झिझियोटीर जे बारंबार काश होउची सॉल्व होउनी ताको मु निश्चित भाବରେ गोटे राति रे सॉल्व कर देबी एटा मोर माने 100% मो मनरु आसुची काहे कि ता कारणटा एठी नामध्यान सहित अछि मु कहूची नामध्यान जेतोळे मु करे मो बापांकर मो बौर परिस्थितिटाको पूरा रीड करे कोउ छोट छोट अवस्था नै कि से गति करी करी कोउ जिंसटा करी नाहांती एवं जहा फळ फळ माने खराब आसुची ताको रीड करे एवं से जिंसटाको जेतोळे मु मेंटेन कर दे सेटा भलो होय केमती मु पाए केमती जाने मु जानिनी किंतु मो भितरे सेटा गोटे बड़ जोर गोटे संकेत आसे हला मु नामध्यान करिछि बोली काहे कि कहूची एइथि पय कहूची जे ए एग्जांपल गुडारो आपण पढी रखंतु ठाकुर हम केमती ठेल दउचंती करिवा लोक अनुसरण करिवा लोकर कोन हुए आपण देखंतु एठी बड़ करी कहूनी आपणकर सिस्टम टाकू मानिबा को कथा कहूची एटा जे भी मानिबो से पाइबो ता द्वारा हब न हो प्रभु जानती किंतु ठाकुर करे देबे तो से तांको मु कहिली भाई गोटे मन दुख करना बहुत कष्ट परिश्रम करी गाड़ी रिजर्व करी एते हॉस्पिटल बोलिलोनी झियर कौन से कारण जना पडुनी कोथि पय काश आसुची आपण मते गोटे दिन झियो को आम घर को छाड़िबे गोटे राती ओनली वन नाइट छाड़िबे मते टिके माने चांस देबे ए कथाटा मु कहि न थानी से मते गोटे कहिले पाढे भाई सब बेले मोर कथा बुझुचंती किछि मो पय करू नांदी ए गोटे वर्ड जो से कहिले मो भेदी गला कारण मु करिया को चाहूथिली किंतु मु काहे कि करि पारु नथिली ता कारण हला से टिके अर्थ रे बहुत खूब अधिका माने टिके बहुत पैसादार लोक तो से केबे मो कथाटा को ग्रहण करिवेनी यदि मु किछि ट्रीटमेंट कहिबे एटा कर सेटा कर से केबे ग्रहण करिवेनी तो सेति पे मु ताको कहू नथिली कथाटी हला सेठी आ से जेतु अर्थ अछि से डॉक्टर को देखेइबे निश्चित मते थोड़ी देखेइबे सेति पय मु कहू नथिली किंतु जेतोळे निराश हेले 3 थर 4 थर बारंबार डॉक्टर सुबुद्धि डॉक्टर को भी देखेइथिले बारंबार डॉक्टर को देखेइ कि जेतोळे निराश हेले मते गोटे दया आसिला मन भितरे नाही जहा भी हो गाली दो मन दो मानु न मानु कहे कहली जेतोळे हो ठीक अछि मु गोटे दिन झियो को छाडी देबी से दिन राति रे आस्थिले झियो को छाडिले गले गले जाई नाहंती घरे अछंती झियोर काश आसिला झियो काश आसिले जेमते मु कहली तो बाथरूम को जा काळे बांति फांति हबो आउ तू सेठी पानीटा मोह देकी पळे आसु जेमती बाथरूम को जाईची संगे संगे बांति हला आ बांति भयानक भागरे हला एंटायरली जहा खाइतला सब भारी किंतु सेथिरे असुविधा किछि नाही मु झियो को कहली तमे मोह देदी पळे जा किंतु मु जेतोळे सफा कली बाथरूम आपण विश्वास करिवेनी गोटे लिटर तेल ढाली देले बाथरूम रे जेमती सफा करिवारे केते प्रॉब्लम हुए आपण निजे जानिथिबे हां गोटे लिटर तेल माने गोटे ठिपी तेल ढालंतु ना केमती सफा करिवारे मुश्किल हे जाय आपण भाबंतु से केते रकम रो से तेल खाइची से मंचूरियन जो खांती जो टाइप रो माने छणा से ताको खाइची एते मात्रा रे मो सेठी भाई को कहले भाई देखो को खाद्य रो कोन तयारी होची देखुचोटी जो पिलाटी मागुची तमे आनी के बाहर देई दउचो भलो कथा किंतु ता भितरे एई प्रकार प्रॉब्लम ता सृष्टि होची एथि पय एई खाद्य यदि देबे तार डिफरेंस बहुत समय गैप रे दियंतु यदि देबे आता मात्रा कम करंतु तापरे से जेहेतु सामना रे घटिला आ से मानिया को बाध्य एवं ग्रहण कले न कले मु जानिनी किंतु बुझिले तो ए जिंसटा काळे एइथि पय ही होउची तो से कहलो ठीक अछि तमे जाओ मु राति रे मु ता पय रोसई करी खाया को देबी से जहा खाइबो मु ताको देबी किछि व्यस्त होना तो देबी एवं से दिन राति रे ताको हमर जहा हेइथिला मो मिसेस टिके भारी पिला मान को बहुत स्नेह श्रद्धा करे आ से भारी भल पाए मो मिसेस को से रहि गेला
କିନ୍ତୁ ରାତିରେ କାଶ ଆସିଲା, ପ୍ରବଳ କାଶ। ସେ ଗୋଟିଏ ରାତି ଅନିଦ୍ରା ହୁଏ ତ କେତେ ବର୍ଷ ପରେ ହେଇଛି ଏ ଝିଅଟି ପାଇଁ। ରାତି ସାରା ଶୋଇଲିନି ଏବଂ ତାକୁ କଣ କଲି, ଯୋଉଟା ମୁଁ କହୁଛି ଅନୁଶୀଳନର କଥା, ଠାକୁରଙ୍କର ନାମ କରିବାର, ଧ୍ୟାନ କରିବାର ଅନୁଶୀଳନ, ମାନେ ସେଇ ବିଦ୍ୟା ଯୋଉ ଟ୍ରିଟମେଣ୍ଟ କରିବା, ଯାହା ବି କୋଉ ଜ୍ଞାନ ଅର୍ଜନ କରିବା ଯଦି ନଥାଏ ତାହେଲେ କନଫିଡେନ୍ସ ବି ଆସେ ନା, ଯୋଉ ଆୟତ କରି ହୁଏନି ନା ସେଇଟା ବି ହୁଏ। ତ ମୋର ଫୁଲ କନଫିଡେନ୍ସ ଥିଲା ଝିଅର ଠିକ କରିଦେବି ବୋଲି। ତ ମୁଁ କଣ କରେ, ଯେତେବେଳେ ଗାର୍ଗଲିଂ କରେ, ଯୋଉ ଆମେ ଗୋଟେ ଚାମଚ ଲୁଣ ପକଉ ସେ ଜାଗାରେ 3 ଚାମଚ ଲୁଣ ପକାଏ। ତାର କାରଣ ହେଲା ବହୁତ ସିଭିୟର ହେଇଯାଇଥିଲା, ତାକୁ ଯଦି ଟର୍ଚ୍ଚ ପକାଯାଏ ସେ ପୁରା ଲାଲି ଲାଲି ହେଇଯାଇଥାଏ ଟନସିଲ ତାର। ଏବଂ ମୁଁ ତାକୁ ପ୍ରାୟ ହୁଏତ 15 ମିନିଟରେ ଥରେ ଗାର୍ଗଲିଂ କରାଉଥାଏ ରାତି ସାରା। ଏବଂ କାଶଟା ଅଧିକ ମାତ୍ରାରେ ହଉନି, କିନ୍ତୁ ଖୁଁ 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 ରହେ। ଠିକ ଅଛି। ତ ସେ ଯେହେତୁ ଟିକେ କମିଗଲା, ସେ ରାତିଟା ପରେ ସେ କହିଲେ ନା ଟିକେ ତ ଭଲ ଲାଗୁଛି ତାକୁ, ଆପଣ ଚାହିଁବେ ଯଦି ଆଉ ଗୋଟେ ଦିନ ରଖନ୍ତୁ। ମୁଁ ତାଙ୍କୁ କହିଲି ଗୋଟେ ଦିନ ଦରକାର, ଯଦି ହେଇପାରିବ ଦିଅନ୍ତୁ। ଦିନ ଯୋଉ ରହିଲା ସେ ଦିନ ବେଳା କାଶେ ନା, ରାତି ବେଳା କାଶେ। ତା କାରଣ ଅଛି ରାତି ବେଳା କାଶିବା। ତ ମୁଁ ହୋମିଓପାଥିକ ରୁ ଯାହା ଶିକ୍ଷା ନେଇଛି, ସେଠି ରାତିରେ କିଛିଟା ହୋମିଓପାଥିକ ଔଷଧ ଦେଲି ଏବଂ ଯୋଉ ହୋମିଓପାଥିକ ଔଷଧରେ ସାର କମ୍ପ୍ଲିଟଲି ଭଲ ହେଇଗଲା, କମ୍ପ୍ଲିଟଲି ଭଲ ହେଇଗଲା। ଏବଂ ତାକୁ ଏଇ ଅବସ୍ଥା ନେଇକି ଗତି କରିବା ଭିତରେ ଦେଇକରି ଯେବେ ବି ରିଇନ୍ସିଡେଣ୍ଟ ହୁଏ ତାହେଲେ ଏଇ ହୋମିଓପାଥିକ ଔଷଧ ଦେବେ ଆଉ ଖାଇବାଟାକୁ ଏଇ ଟାଇପର କରିବେ, ତା ଜୀବନରେ କେବେ କାଶ ହବ ନାହିଁ। ତ ଏଠି କହିବାର ଉଦ୍ଦେଶ୍ୟ ହେଲା ଯେ ଯଦିଓ ମୁଁ ବିଦ୍ୟା ଜାଣିଛି, ମୁଁ କହୁନଥିଲି, କିନ୍ତୁ ମୋ ଭିତରେ ଯୋଉ ନାମଧ୍ୟାନ କରିବା ଦ୍ୱାରା ଠାକୁର ଠେଲୁଥିଲେ ବଞ୍ଚେଇ ଦେ ସେ ଲୋକଟାକୁ, ତାକୁ କେମିତି ହେଲେ ଅସୁବିଧାରୁ ପାରି କରେଇଦେ, ଏବଂ ସେଇଟା ହିଁ ହେଇଗଲା। ଠିକ ଅଛି। ମୋ ଦ୍ୱାରା ହେଇଛି କି ନାଇଁ ମୁଁ ଜାଣିନି, ମୋର ଭିତରେ ପ୍ରବଳ ଯୋଉ ତାକୁ ମାନେ ଦେହ ଭଲ କରିବାର ପ୍ରତି ଆଗ୍ରହ, ସେ ପିଲାଟାକୁ ମତେ ବହୁତ ଭଲ ଲାଗେ, ଠାକୁରଙ୍କ ପ୍ରତି ବହୁତ ଭଲ ପାଇବା ତାର। ତ ଏଇଗୁଡା ସବୁ ଘଟଣାବଳୀ ଅଛି, ସେଥିପାଇଁ ମୋ ମନଟା ବହୁତ ଜୋର ହେଇଥିଲା ତାକୁ ଦେହଟା ଠିକ କରିବା ପାଇଁ। କିନ୍ତୁ ଅନୁଶୀଳନ ନାହିଁ, କିଛି ହବ ନାହିଁ। ଠାକୁରଙ୍କ ପ୍ରତି ଭଲ ପାଇବା ଅଗାଢ ରହିବାର ଅଛି, ତା ସହିତ ଅନୁଶୀଳନ ରହିବାର ଅଛି, ତେବେ ଯାଇକି ସେଟା କାର୍ଯ୍ୟରେ ପ୍ରତିଫଳିତ ହୁଏ। ହୁଏତ ଆପଣ ମାନେ ବଡ ଭାବି ଦଉଥିବେ ମୁଁ ଗୋଟେ ବହୁତ ବାହାପିଆ କଥା କହିଦେଲି, କିନ୍ତୁ ସେଇଟାକୁ ମୋର ଉଦ୍ଦେଶ୍ୟ ନୁହଁ। ମୋ ଜୀବନରେ ଯାହା ଘଟିଛି ସେଇଟାକୁ ହିଁ କହିପାରିବି, ସେଥିପାଇଁ କହିଲି। 2ଟି ଘଟଣା, ଗୋଟେ ହେଲା ଅନୁଶୀଳନ ଆଉ ଗୋଟେ ହେଲା ଆପଣଙ୍କର ଅନୁଶୀଳନ, ଆଉ ହେଲେ ଯାଇକି ସେଇ ଜିନିଷଟା ଆୟତ୍ତକୁ ଆସିବ। ଠିକ ଅଛି। ଆଉ ଗୋଟେ ନାମଧ୍ୟାନଟା ଠିକ ଭାବରେ କରିବା ଦରକାର, ଯାହାଫଳରେ ସେ ଠାକୁର କରେଇ ପାରିବେ। ଓକେ। ପରିଶେଷରେ ସମସ୍ତଙ୍କ ମଙ୍ଗଳ ପ୍ରାର୍ଥନା କରୁଛି। ଏଇ ଆଜି ସେସନରେ ମାମିନା ମାଙ୍କ ଯୋଗଦାନ ଖୁବ ସୁନ୍ଦର ଥିଲା। ଦେବଦତ୍ତ ଭାଇ ତ ପ୍ରାୟ ରେଗୁଲାରଲି ଏଇଭଳିଆ କହି ଆସୁଛନ୍ତି, ଆମକୁ ଏଡିକ୍ଟେଡ କରିସାରିଲେଣି ଯେ ବାଣୀକୁ ସବୁବେଳେ ତାଙ୍କ ମୁହଁରୁ ଶୁଣିବା ଭଲ ଲାଗୁଛି। ଠାକୁରଙ୍କ ଦୟାରୁ ଆମେ ବହୁତ ଶିଖୁଛେ, ବହୁତ ଜାଗାରେ ବହୁତ ଭୁଲ ଧରା ପଡୁଛି ଏବଂ ଆଗେଇବାର ସୁବିଧା ହଉଛି। ପରିଶେଷରେ ସମସ୍ତଙ୍କ ମଙ୍ଗଳ ପ୍ରାର୍ଥନା କରୁଛି ଶ୍ରୀ ଶ୍ରୀ ଠାକୁରଙ୍କ ଚରଣରେ ରହୁଛି। ଜୟ ଗୁରୁ। ଜୟ ଗୁରୁ। ସମସ୍ତଙ୍କୁ ଜୟ ଗୁରୁ।